ଆଜ୍ଞା। କେମିତି ଅଛ? ଜି ଭଲ ଅଛି ଭାଇ। କିଏ କହିଲା ଭଲ ରହିବା ପାଇଁ? କିଏ କହିଲା ଭଲ ରହିବା ପାଇଁ? କେମିତି ରହିବେ? ଭସେଇ ଦେଲୁ ତୁ, ବସେଇବୁ। ସେ ଭଲ ରହିଲେ ସେ ଆରେ ଚାଉଳ ଡାଲିର ଏକ୍ସପାୟାର୍ଡ ନାହିଁ। ସେ ଡେଲି ଆମେ କିଣି ରୋଷେଇ କରି ଖାଉଛୁ, କିନ୍ତୁ ମେଡିସିନ ଏକ୍ସପାୟାର୍ଡ ଡେଟ୍ ଅଛି। ଯଦି ତୁ ଭଲ ରହିବୁ ବୋଲି କହିଲେ କି ସେଟା କିଏ ଖାଇବ? ବେକାର ଗୋଟେ ଧନ୍ଦା ଚଲେଇ ନବୁ ତୁ ସେଟା। ସେଇଟା ଏକ୍ସପାୟାର ଡେଟ୍ ଅଛି। ଆଉ ଏଇଟା କଣ ଚାଉଳ ଡାଲି କଣ ଏକ୍ସପାୟାର ଡେଟ୍ ଅଛି? ଯେତେ ଜାଗ୍ରତ ରଖିଲେ ସେଇଟା ରହିବ। ଆଉ ସେ ଭଲ ରହିଲେ କିଏ ମେଡିସିନ ଖାଇବ? କାହା ପାଇଁ ସେଇଟା ତିଆର ହଉଛି? ଏ ମେଡିସିନ ଯାକ ଯୋଉମାନେ କରୁଛନ୍ତି ସେମାନେ କେମିତି ବଞ୍ଚିବେ? ଲୋକମାନଙ୍କ ପାଇଁ ଟିକେ ଭାବ। ଯୀଶୁ ସେ ସବୁ ଲୋକ ପାଇଁ ଭାବୁଥିଲେ, କହୁଥିଲେ, ଦୟା କରୁଥିଲେ ସବୁ ଲୋକକୁ। 5ଟା ରୁଟିକୁ 5,000 ଲୋକ କହୁଥିଲେ, ସବୁ କରୁଥିଲେ। ଭଲ ନଥିଲେ ଲୋକମାନଙ୍କୁ ସୁସ୍ଥ କରୁଥିଲେ। କଣ ହସିଲ? କଣ ପାଇଁ ହସିଲ? କାହିଁ ହସିଲା ତ ଟିକେ କହିଲ କାଇଁ? ଆନନ୍ଦିତ ହୃଦୟ ଉତ୍ତମ ଔଷଧ, ନାଇଁ କି? ହଁ, ଭଲ ଅଛନ୍ତି ତ? ଫୋନ କରୁଥିଲେ ସେତେବେଳେ, ମୁଁ ରିସିଭ୍ କରିପାରିଲିନି, ସରି କୁହନ୍ତୁ। କଣ ହସୁଛନ୍ତି ଖାଲି? କଣ କଣ କହିଲେ ଖାଲି ହସିଲେ କାହିଁ? ନାଇଁ, କଣ ହେଇଛି ଘଟଣା? କଣ ହେଇଛି କହିଲ? କୁହ, ଏଟା ହେଇଛି ମୁଖ୍ୟ ପ୍ରସଙ୍ଗ ଆଡକୁ ଯାଆନ୍ତୁ। ଲେଖା ହେଇଛି ପରା, ଦେଖୁନୁ କି କଣ ଗୀତ ସହିତ 133:6 ଲେଖା ହେଇଛି ପରା। କଣ ଲେଖା ହେଇଛି? ପଢନ୍ତୁ କଣ ଲେଖା? ମୁଁ ପଢିବି ବୋଲି କହିଲି, ମୁଁ ପଦ ପର୍ବ କହିଲି, ମୁଁ ପଢିବି। ତୁ କହିଥିଲି ପଦ ପର୍ବ, ମୁଁ ପଢିଥାନ୍ତି ପୁଣି। ଗୀତ ସଙ୍ଗୀତ 133:6। କଣ ହସିଲୁ? କଣ ହସିଲୁ? ପ୍ରହରୀ ମାନେ ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ମୋ ପ୍ରାଣ ପ୍ରଭୁଙ୍କ ପାଇଁ ଅଧିକ ଚାହିଁ ରହେ। ହଁ, ପ୍ରହରୀ ମାନଙ୍କର ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ଅଧିକ। ଏଇଟା ହଉଛି ପ୍ରହରୀ ହଉଛନ୍ତି ଚାହିଁ ରହୁଛି ସକାଳେ କେତେବେଳେ ହେବ ବୋଲିକି। ସେମିତି ତମେ ଯୁବକ ମାନେ ସେମିତି ଚାହିଁବାର ଅଛି ପ୍ରଭୁଙ୍କ ପାଇଁ। ସେଥିପାଇଁ କଣ କହିଲେ? ପ୍ରହରୀ କରମ। ଗୀତ ରଚ ଦାଉଦ ଏଟା ବି କହିଲେ, ଆଉ ଥରେ ବି କହିଛନ୍ତି କଣ? ଯୁବା ମନୁଷ୍ୟ କି ପ୍ରକାର ଆପଣ ପଥ ପରିଷ୍କାର କରିବ। ତମେ ଏବେ ପଥ ପରିଷ୍କାର କର, ଦିନ ରାତି ଧ୍ୟାନ କର, ଦେଖ, ଇଏ କର ତମର ବୟସ। ଯୌବନ କାଳରେ ଆପଣ ସୃଷ୍ଟିକର୍ତ୍ତାକୁ ସ୍ମରଣ କର। କେତେ ଲେଖା ହେଇଛି? ଉପଦେଶକ 12:1, ନାଇଁ କି? ହଁ କହୁଛୁ, ଦେଖିକି କହୁଛୁ ନା ଖାଲି ହଁ ମୁଁ କହିଲି ତ ତୁ ସମର୍ଥନ କରୁଛୁ? ଉପଦେଶକ 12:1 ଦେଖିଲୁ କି? ଦେଖୁଛୁ, ଦେଖିନୁ ତ କାହିଁକି ଆଉ ହଁ ବୋଲି କହିଛୁ? ଆଉ ତୁମେ ଯୌବନ କାଳରେ ଆପଣ ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର, ଯେହେତୁ ଯୋଉ ସମୟ ଆସୁଅଛି ଯେଉଁଥିରେ ତମେ କହିବ ଏହି ସବୁର ମୋର କିଛି ସୁଖ ନାହିଁ, ସେଇ ସବୁ ବର୍ଷ ସନ୍ନିକଟ ହେଉଅଛି। ସେଇ ସବୁ ବର୍ଷ କଣ ସନ୍ନିକଟ ହେଉଅଛି। ଯୌବନ କାଳରେ ଆପଣ ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର, ହେଲା। ସେଥିପାଇଁ ଏବେ ଯୌବନ କାଳରେ ପ୍ରଭୁଙ୍କୁ ସ୍ମରଣ କରିବା ସମୟ। ସ୍ମରଣ କର। ଗୀତ ରଚକ ଆଉ ଦାଉଦ ସେ 133:6 କହିଲା ଭଳିଆ ଦିବାରାତ୍ର ଯେମିତି ପ୍ରହରୀ ମାନେ ଚେଇଁକି ରହିକି ସବୁ ଏବେ ସକାଳେ ହେବ, ଏବେ ସକାଳେ ହେବ, ଏବେ ସକାଳେ ହେବ ବୋଲି ଜଗିଥିବେ, ସେମିତି ପ୍ରଭୁଙ୍କ ପାଇଁ ଯୋଗ। କେତେବେଳେ ଦ୍ୱିତୀୟ ଆଗମନ ହେବ, ତା ପୂର୍ବରୁ ମୁଁ ପଥ ପରିଷ୍କାର କରିପାରିଲି କି ନାହିଁ, ମୁଁ କେମିତି ଅଛି, ସେଇଟା ନିଜ ପାଇଁ ପ୍ରସ୍ତୁତ ହୁଅ, ଏଇଟା କହିଲେ। ହେଲେ ଓଡିଶାରେ ପୁଣି ଏବେ ପୁଣି ଥରେ ଶୁଣିବାକୁ ମୁଁ ପାଉଥିଲି, ଓଡିଶାରେ କଣ ଦଙ୍ଗା ଗୋଟେ ଆରମ୍ଭ ହବ ବୋଲି କହୁଥିଲେ। ହେବ ତ।
RSS ବଜରଙ୍ଗ ଦଳ ମାନେ ଗୋଟେ ସଂଗଠନ କରୁଛନ୍ତି ଓଡିଶାରେ ଗୋଟେ ବିରାଟ ଦଙ୍ଗା ଗୋଟେ ଆରମ୍ଭ କରିବେ କହୁଥିଲି। ହେବ ଯୁଗାନ୍ତ ସମୟରେ ସେଟା ଲକ୍ଷଣ ଯାକ ଦେଖାଯିବ ପରା। ଯୀଶୁ ଆଗରୁ କହୁଛନ୍ତି ମାତ୍ୟୁ 24 ଅଛି ବୋଧେ। ହଁ ହଁ ସେଇଟା କଣ ନୂଆ କଥା ନା କଣ? ଜାତି ବିପକ୍ଷରେ ଜାତି, ଧର୍ମ ବିପକ୍ଷରେ ଧର୍ମ, ଇଏଟା ହେବ ସେଟା ତ ଏବେ ଲକ୍ଷଣ ଯାକ ଦେଖା ହଉଛି ସ୍ଥାନେ ସ୍ଥାନେ ଏଟା ହେବ ବୋଲିକି। ଆଉ ସେଟା ମୁଁ କରିଛି ନା ତୁ କରୁଛୁ ନା କିଏ କରୁଛି ସେଟା ପ୍ରଭୁଙ୍କର ମାନେ ଇଏଟା ଆରମ୍ଭ ହେଇଲାଣି ପୁରା। ମାତ୍ୟୁ 24 24 ର 6 ପଦ। ଆଉ ତୁମେ ମାନେ ଯୁଦ୍ଧର ବିଷୟ ଜନରୋଗ ଶୁଣିବ, ହଁ ସାବଧାନ ବ୍ୟାକୁଳ ହୁଅ ନାହିଁ, ହଁ କାରଣ ଏଇ ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ହଁ ସେହି କାଳ ଯୁଗାନ୍ତ ନୁହେଁ। ହଁ ତାପରେ କାରଣ ସାତ ଜାତି ବିପକ୍ଷରେ ଜାତି, ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। ହଁ 8 କିନ୍ତୁ ଏହି ସମସ୍ତ ପ୍ରସବ ବେଦନାର ଆରମ୍ଭ ମାତ୍ର। କିନ୍ତୁ ଏଇ ସମସ୍ତ ପ୍ରସବ ବେଦନାର ଆରମ୍ଭ ମାତ୍ର 6ରେ କଣ କହିଲେ? ଆଉ ତୁମେ ମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ, ସାବଧାନ ବ୍ୟାକୁଳ ହୁଅ ନାହିଁ, କାରଣ ଏଇ ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ। ମାନେ ଏଟା ଖାଲି ଇଏ ଆମର ଯୋଉ ଅପେରା କଲା ବେଳକୁ କଣ କରୁଛନ୍ତି ପ୍ରଥମ କଣ କରନ୍ତି? ମେଲୋଡି ସେଟା କରୁନାହାନ୍ତି କି ଲୋକମାନଙ୍କୁ ଆଟ୍ରାକ୍ସନ କରିବା ପାଇଁ। ହଁ ସେଇଟା ହଉଛି ଏଟା ମେଲୋଡି ଖାଲି ଚାଲିଛି ହେଲା। କାରଣ ଜାତି ବିପକ୍ଷରେ ଜାତି, ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ, କିନ୍ତୁ ଏଇ ସମସ୍ତ ପ୍ରସବ ବେଦନାର ଆରମ୍ଭ ମାତ୍ର। ମାନେ ସେଇଟା ହଉଛି ଖାଲି ପ୍ରଥମ ଖାଲି ମେଲୋଡିରେ ଚାଲୁଛି ହେଲା। ଏଟା ଯୀଶୁ କହିଛନ୍ତି ଆଗୁରା, ହେଲେ ଏଟା ହେବ ନାଇଁ କି? ନିଶ୍ଚୟ ହେବ ଆଜ୍ଞା। ଏଇଟା କଣ ଡରିବାର କଣ ଅଛି? ମାରିବେ ଲୋକ, ଯେତିକି ଲୋକ ମରିବା କଥା ମରିବେ, ଯେତିକି ଘର ଦ୍ୱାର ଭାଙ୍ଗିବା କଥା ଭାଙ୍ଗିବେ ଆଉ। ଆଜ୍ଞା ଯେଉଁମାନଙ୍କୁ ମରିବା କଥା ଲୋକମାନେ ମରିବେ, ଘର ଦ୍ୱାର ଭାଙ୍ଗିଯିବା କଥା ଭାଙ୍ଗିବ। ଯେତିକି ଲୋକ ମରିବା କଥା ଯୁଦ୍ଧରେ ସେତିକି ଲୋକ ହିଁ ମରିବେ। ଏଟା ନାଇଁ ଯେ ଆମର ଲୋକମାନଙ୍କର ଆମ ଯୋଉମାନେ ପ୍ରଭୁ ଯୋଉମାନଙ୍କୁ ଦାୟିତ୍ୱ ଦେଲେ ଆମ ଭାରତକୁ ପରିଚାଳନା କରିବା ବା ମାନେ ଇଏ କରିବା ପାଇଁ, ଯୋଉମାନେ ପ୍ରଭୁଙ୍କ ଦାସ ମାନଙ୍କୁ ପ୍ରଭୁ ଦାୟିତ୍ୱ ଦେଲେ, ସେମାନେ ଯୀଶୁ କହିଲେ ଚୋର ଡକାୟତ ବୋଲି କହିଲା ବେଳେ ଏଇ ଅର୍ଗାନାଇଜେସନ ଯାକ ଯେତିକି କଲେ ଚୋର ଡକାୟତ ମାନେ ଲାଷ୍ଟକୁ ମୋଦିକୁ ସାହାଯ୍ୟ କଲେ। ସେମାନଙ୍କ ଆକାଉଣ୍ଟ ଯାକ ସିଜ୍ କଲା ବେଳକୁ ଏବେ ଯେତେ ଅର୍ଗାନାଇଜେସନ ତମେ ରେଜିଷ୍ଟ୍ରି କରିଛ, ମାନେ ଦିଲ୍ଲୀରେ ଆକାଉଣ୍ଟ ଖୋଲ ବୋଲି କହିଲା ବେଳକୁ ଆକାଉଣ୍ଟ ଖୋଲିକି ଦେଖିଲା ବେଳକୁ କୋଡ କୋଡ ଟଙ୍କା ଥିଲା। ଏଇଟା କଣ ପାଇଁ ଆସିଥିଲା, କାହିଁକି ଆସିଥିଲା, ସେଟା ଏକ୍ସପ୍ଲାନେସନ ଦିଅ ବୋଲି କହିବାରୁ ସେମାନେ ଏକ୍ସପ୍ଲାନେସନ ଦେଇ ପାରିଲେ ନାହିଁ। ଏମିତି ହେଇକି ସେମାନେ ଜାଣିଲେ ଯେ ଏ ପ୍ରକୃତରେ ଏମାନେ ପ୍ରଭୁଙ୍କ ସେବା କାର୍ଯ୍ୟ କରୁନାହାନ୍ତି, ଏମାନେ ପ୍ରକୃତରେ ମାନେ ଲୋକମାନଙ୍କୁ ପଇସା ଆଣିକି ଏମିତି ସେମିତି କରୁଛନ୍ତି ବୋଲିକି ଲୋକ ଏବେ ସେଇଟା ଯୋଉଟା ଯଦି ଯୋଉ ଉଦ୍ଦେଶ୍ୟରେ ଆସିଲା ପଇସା ସେ ଉଦ୍ଦେଶ୍ୟରେ ଇନଭେଷ୍ଟ ହେଇଥାନ୍ତା ବୋଲି କହିଲେ ଏବେ ଓଡିଶା ପୁରା ନୁହେଁ ତ ଭାରତ ସବୁ ପୁରା ଚେଞ୍ଜ ହେଇଥାନ୍ତା ପୁଣି ହେଲା। ସେଥିପାଇଁ ଏଇ ବଡ ବଡ ଲୋକମାନଙ୍କ ପାଇଁ ବୋଲିକା ଆଜି ମାନେ 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 ସୈନ୍ୟ ଭଳିଆ ଏବେ ଇସ୍ରାଏଲରେ କେତେ 90 ଲକ୍ଷ ଅଛନ୍ତି, ସେଠି 35 ଲକ୍ଷ ନା କେତେ ଲୋକ ନା 70 ଲକ୍ଷ ଖାଲି ମାନେ ଇଏ ଅଛନ୍ତି, ମାନେ ସିଆରପିଏଫ ନା କି ଯବାନ ଯାକ ଅଛନ୍ତି। ସେମିତି ପ୍ରଭୁ ମସ୍ତକ କରିବେ ବୋଲି ତାର ପ୍ରତିଜ୍ଞା ଅଛି, ସେଠି ଲାଙ୍ଗୁଳ କେବେ କରିବେ ନାହିଁ। ଏବେ ଲେଖା ହେଇଛି ଯେ ଦ୍ୱିତୀୟ ବିବରଣୀ କେତେରେ ଲେଖା ହେଇଛି? 28 ଦ୍ୱିତୀୟ ବିବରଣୀ 28:1 28:14 ପଡେ, 14 ପଦ, କିନ୍ତୁ 1 ପଦ ଟିକେ ପଡେ, ତାପରେ 14 ପଦ ପଡେ। ମୁଁ ଆଜି ସଦାପ୍ରଭୁ ତୁମ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ତୁମକୁ ଆଦେଶ କରୁଅଛି, ସେଇ ସବୁ ମାନିବା ପାଇଁ ଓ କରିବା ପାଇଁ ଯଦି ତୁମେ ତାହାଙ୍କର ଉପରେ ଯତ୍ନ ପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କର ଅପେକ୍ଷା ତୁମକୁ ଶ୍ରେଷ୍ଠ କରିବେ। ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା କଣ କରିବେ? ତୁମକୁ ଶ୍ରେଷ୍ଠ କରିବେ, ତୁମକୁ ଶ୍ରେଷ୍ଠ କରିବେ। ତାପରେ 14 ପଦ, ସଦାପ୍ରଭୁ ତୁମକୁ ମସ୍ତକ କରିବେ, ଲାଙ୍ଗୁଳ କରିବେ ନାହିଁ, ତୁମେ କେବଳ ଉପରିସ୍ଥ ହେବ, ପୁଣି ନିଚସ୍ଥ ହେବ ନାହିଁ। କିଛି ବୁଝିପାରିଲୁ? ମାନେ ଆମକୁ ଶ୍ରେଷ୍ଠ କରିବେ, ଆମେ ଲାଙ୍ଗୁଳ ନାହିଁ, ଆମେ ପଛପଟେ ଲାଙ୍ଗୁଳ ଯେ
ପଛପଟେ ରହିକି ବିଡି ବିଡି ହେବ ସେଇଟା ନୁହେଁ, ଆମେ ହଉଛି ମସ୍ତକ। କିନ୍ତୁ ଆମକୁ ମସ୍ତକ ତିଆରି କରିବା ଲୋକ କଲେ ନାହିଁ। ଛେଳି ଛେଳି ଛୁଆକୁ ଜନ୍ମ ଦିଏ, କିନ୍ତୁ ଛେଳି ପାଳକ ଛେଳି ଛୁଆ ଜନ୍ମ ଦିଏ ନାହିଁ। ସେମିତି ଏମାନେ ଯୋଉମାନେ ଡାଇରେକ୍ଟର ଯାକ ହେଲେ ତାଙ୍କ ଭଳିଆ ମାନେ ଷ୍ଟ୍ରଙ୍ଗ ଲିଡର ମାନଙ୍କୁ ବାହାର କରିବାର ଥିଲା, କିନ୍ତୁ ଖାଲି ଏମାନେ ଟଙ୍କା ପାଇକି ଲିଡର ହେଇଗଲେ ହେଲା, କିନ୍ତୁ ଲୋକକୁ ବନେଇଲେ ନାହିଁ। ସେଥିପାଇଁ ଆମେ ଲାଙ୍ଗୁଳ ନୁହଁ, ଆମେ ହଉଛୁ ମସ୍ତକ। ଆମେ ହଉଛି ଶାସନ କରିବା ଲୋକ, ଆମେ ଆଜ୍ଞା ଦେବା ଲୋକମାନେ। ଯୋଉମାନେ ଆମକୁ ଏବେ ଯୋଉମାନେ ଯୋଉ ଅଛନ୍ତି, ଯୋଉମାନଙ୍କୁ ଚାକର କୁହାଯାଏ, ଚାକିରି କରୁଛନ୍ତି, ସେମାନେ ଆମର ଚାକର ଯାକ। ଆମେ ଭୋଟ ଦେଇଛୁ। ଆମେ ଯଦି ପାଇବା ଲୋକ ହେଇଥିଲେ ଆମେ ମାନେ ୱାଚମ୍ୟାନ ମାନଙ୍କୁ ଆମ ରଖିଥାନ୍ତୁ, ପୁଣି ଆମେ ନ ପାଇବା ଲୋକ ବୋଲି ଆମେ ଭୋଟ ଦଉଛୁ। ଆମକୁ ଦେଖିବା ପାଇଁ, ଆମକୁ ମାନେ ଯତ୍ନ ନେବା ପାଇଁ ସେମାନେ ପୁଲିସ ମାନଙ୍କୁ କାହାକୁ ରଖା ହେଇଛି। ସେମାନେ ଆଜ୍ଞା ନୁହନ୍ତି, ଆମେ ଆଜ୍ଞା। ଆମେ ଆଦେଶ ଦେବା, ଆମେ ଏଇଟା କର ସେଇଟା କର ବୋଲି ସେମାନେ ଆମର କରିବା ପାଇଁ ଆମେ ଭୋଟ ଦେଇକି ସେମାନଙ୍କୁ ରଖିଛୁ। କିନ୍ତୁ ଆମେ କଣ କହୁଛୁ, ସେମାନଙ୍କୁ ଆଜ୍ଞା ଆଜ୍ଞା। ସେ ଯାହାରି ପଡେ ସେମାନେ ମସ୍ତକ ହଉଛନ୍ତି, ଆମେ ଲାଙ୍ଗୁଳ ହଉଛୁ। କିନ୍ତୁ ଆମେ ସତ୍ୟତା ଜାଣିବାର ଥିଲା। ଆଉ ସତ୍ୟ ଜ୍ଞାତ ହୁଅ, ସେଇ ସତ୍ୟ ତୁମ ମାନେ ମୁକ୍ତ କରିବ, ଜହନ 8:32 କହିଲେ। କିନ୍ତୁ ଆମ ସତ୍ୟତାକୁ ଠିକରେ ମାନେ ଯୋଉମାନେ ଆମକୁ ଫାଉଣ୍ଡେସନ ପକେଇବା, ଏ ମିଶନାରୀ ମାନେ, ଡାଇରେକ୍ଟର ମାନେ, ଏ ମାନେ କୁ କର୍ମ କଲା ବେଳେ ସେ ଟଙ୍କା ହଡପ କଲେ, ଖାଲି ଫୁଲପିଟିରେ ଦୂତ ହେଲେ, ତାପରେ ସବୁ ଲୁଟିଲେ, କିଛି ଉନ୍ନତିମୂଳକ କାର୍ଯ୍ୟ କଲେ ନାହିଁ, କିଛି ନାହିଁ। ଯାହାରି ଫଳରେ ଆଜି ଏଇ ସମସ୍ୟା ଘଟୁଛି ହେଲା। ମୁସଲିମ ମାନେ କଣ ଖୁନ କା ବଦଳ ଖୁନ। ସେମାନେ ଭାବିଥିଲେ ଅନ୍ୟ ଅନ୍ୟ ଷ୍ଟେଟରେ ଏବେ ମାନେ କଣ ମଣିପୁର ସେପଟେ ଆମ ଖ୍ରୀଷ୍ଟିଆନ ଲୋକମାନଙ୍କୁ କେତେ ତାଡନା କଲେ, କଣ କଲେ। ଏବେ ସେଇଟା ପ୍ରତିଶୋଧ ଭଳିଆ ସେମାନେ ମୁସଲିମ ମାନେ ଖୁନ କା ବଦଳ ଖୁନ ମାନେ କଣ, ରକ୍ତର ବଦଳରେ ରକ୍ତ। ଆମକୁ ଯୀଶୁ କହିଲେ ରକ୍ତର ବଦଳରେ ରକ୍ତ। ତମେ ରକ୍ତ ଦେଇପାରିବନି, ମୁଁ ତମର ପାଇଁ ମୁଁ ମୋର ରକ୍ତ ଦଉଛି। ସେ ଆମ ପାଇଁ ରକ୍ତ ଦେଇଛନ୍ତି। ଆମେ ତାଙ୍କ ରକ୍ତରେ ଆମେ ଗଡା ଲୋକ। ସେ ଯେମିତି ମିଛ କହୁନଥିଲେ, ସେ ଯେମିତି ଠକୁ ନଥିଲେ, ସେ ଯେମିତି ସତ କହୁଥିଲେ, ସେମିତି ଆମେ ସତ କିଏ କହୁନୁ। ଖାଲି ଆକୁ ସେ ଠକିଲା, ସେ ତାକୁ ଠକିଲା, ସେ ତାକୁ ଠକିଲା। ପରଦିନ ଗୋଟେ ମତେ ସେ ପ୍ରଭୁଙ୍କ ସେବା କାର୍ଯ୍ୟ କରୁଛନ୍ତି ହେଲା, ତାର ପୁରୁଷ ବି କରୁଛି, ସେ ଝିଅଟା ବି କରୁଛି। 2 ଜଣ କହୁଛନ୍ତି। ମୁଁ 7 ମାସ କଥା ହେଲି ଜଣକୁ ବାହା ହେବା ବିଷୟ ନେଇକି। ତାପରେ ହଁ ଆଜ୍ଞା କହିଲେ, ସେମାନେ ଯାଇକି ତାଙ୍କ ଘରେ ବି ଦେଖି ଗଲେ, ସବୁ କଲେ। ତ ହଁ ଆଜ୍ଞା ତାକୁ ପଠେଇ ଦିଅନ୍ତୁ ବୋଲି କହିଲେ। ଲାଷ୍ଟକୁ ସେ ପିଲା ଯେତେବେଳେ ଝିଅକୁ ଦେଖି ଗଲା ବେଳକୁ ସେ ଝିଅକୁ ଦେଖେଇ ନାହାନ୍ତି, ଅନ୍ୟ ଝିଅକୁ ଦେଖେଇଛନ୍ତି ହେଲା। ସେ ପସନ୍ଦ କଲାନି, ଆସିଲା ପରେ ଥିଲା କାଲି ପରଦିନ ମତେ ଫୋନ କରି କହୁଛି, ସତ କହିବି ଆଜ୍ଞା ବୋଲି କହିଲେ। କଣ ହେଲା? ନାଇଁ ମାନେ ଆମେ ସେ ଝିଅକୁ ନ ଦେଖେଇକି ଅନ୍ୟ ଝିଅକୁ ଦେଖେଇଲୁ, ସେଥିପାଇଁ ସେ ଝିଅ ପାଇଁ ପୁଅର ଆବଶ୍ୟକ ଅଛି, ସେ ପାଇଁ ଆପଣ ଗୋଟେ ପୁଅକୁ ଖୋଜି ଦିଅ। ମୁଁ କହିଲି କଣ ହେଲା ବୋଲି କହିଲେ, ନାଇଁ ଆପଣ ଯୋଉ ପିଲା ପାଇଁ କହିଥିଲେ ସେ ପିଲା ମାନେ ମାର୍କେଟକୁ ଆସିବ। ମାର୍କେଟକୁ ଆସିଲା ବେଳକୁ ଭଲ ଡ୍ରେସ ପିନ୍ଧିକି ଆସି ନଥିଲା। ତ ଦିନେ ଆମ ମାନେ ଭେଣେଇ ଦେଖିଲାଠୁ, ନାଇଁ ଏ ମାର୍କେଟକୁ ଆସିଲା ବେଳକୁ ତ ଭଲ ଡ୍ରେସ ପିନ୍ଧିକି ଆସୁନାହିଁ, ମୁଁ ଦେଖିଥିଲି ବୋଲି କହିବାରୁ ଆମେ ସେ ଭେଣେଇ କଥାରେ ଆମେ ସେ ଝିଅକୁ ଦେଖେଇଲୁ ନା, ଅନ୍ୟ ଝିଅକୁ ଆମର କକାର ଝିଅକୁ ଦେଖେଇଲୁ। ଆମ ଝିଅ ହଉଛି ସେଇଟା ଆମ ଭାଇନାର ଝିଅ, କିନ୍ତୁ ଆମ କକାର ଝିଅକୁ ଦେଖେଇଲୁ। ମାନେ ଡ୍ରେସ କଣ ହେବ? ଆରେ ସେମାନେ ଲୋକାଲ ପିଲା ଯାକ ଟ୍ରାଉଜର ଥିଲେ ମଧ୍ୟ ଏମର୍ଜେନ୍ସି କେସରେ ବଜାରକୁ ଟ୍ରାଉଜର ପିନ୍ଧିକି ଯିବେ। ଡ୍ରେସରେ କଣ ଅଛି? ସେ ଡ୍ରେସ ଭଲଟା ପିନ୍ଧି ନଥିଲା ବୋଲିକି ସେ ଝିଅକୁ ସେଇଟା ଭଲ ଝିଅ, ମାନେ ଯୋଉ ଝିଅକୁ ପାଇଁ ମୁଁ ମାନେ ଏତେ ଦିନ ମୁଁ ମାନେ କଥା ହେଇକି ମୁଁ ଏଇଠୁ ପଠେଇଲି, ତମେ ମତେ ବିଶ୍ୱାସ କର। ମୁଁ ସବୁ ଜିନିଷ ତାଙ୍କ ପରିବାର ମୋ ମେମ୍ବର ଭଳିଆ, ଯେ ମାନେ ଆତ୍ମିକ, ମୁଁ ତାଙ୍କ ପରିବାର ଜଣେ ସଭ୍ୟ। ମୁଁ ଯୁଆଡେ ଗଲେ ବି ତାଙ୍କ ଘରେ ଆସିକି ରହୁଥିଲି, ଖାଉଥିଲି। ତ ମୁଁ ଜାଣିଛି ତାଙ୍କୁ। ଆଉ ସେ ପିଲା ପରିବାର, ତାର ବାପା ମା, ତାଙ୍କ ହିଷ୍ଟ୍ରି ସବୁ କହିକି ସବୁ ସେଟିଂ କରିବା ପାଇଁ ମତେ 7 ମାସ ଲାଗିଲା। କିନ୍ତୁ ଯୋଉ ଦିନ ଯିବା ପାଇଁ ବାହାରିଛନ୍ତି ସେଇଦିନ ତାର ଭେଣେଇ କହିଦେଲା ଯେ ଓ ସେଇ ପିଲା କି, ସେ ପିଲା ତ କୋଟ ଆସିଲା ବେଳକୁ ଏମିତି ମାନେ ସାଧା ଡ୍ରେସ ପିନ୍ଧିକି ଆସିଥାଉଛି, ଡ୍ରେସ ପୋଷାକ ଭଲଟା ପିନ୍ଧୁନାହିଁ ବୋଲି କହିବାରୁ ମାନେ ତାଙ୍କ ଚଳନି, ତାଙ୍କ ଘରେ କିଛି ଅସୁବିଧା ନାହିଁ। ମାନେ ଛାତ ଘର ଅଛି, ଟ୍ରାକ୍ଟର ଗୋଟେ ଅଛି, କାଜୁ ବଗିଚା ଅଛି, ଆମ୍ବ ବଗିଚା ଅଛି, +2 ପିଲା ପଢିଛି। ତାପରେ ତାର କର୍ମ ବି ଅଛି, ଏବେ ଗାଁ ସାଥୀ ହେଇକି କଣ୍ଟ୍ରାକ୍ଟିଂ କାମ କରୁଛି। ସବୁ ତାର ଚଳନୀୟ, ମାନେ କୌଣସି ପ୍ରକାର ବିନ୍ଦୁ କି ବିସର୍ଗ କି ଯଦି କି ମାତ୍ରା ତାର ଉଣା ନାହିଁ। ତାଙ୍କ ସାନ ଭଉଣୀ କୋଟଗଡ଼ ମାର୍କେଟରେ, ଆମ ମାର୍କେଟରେ 2 ଥର ସରପଞ୍ଚ ହେଇଛି। ତାଙ୍କେ ଗୋଟେ ଭଉଣୀ 2 ଭାଇ। ଏଇଟା ସବୁ ଡିଟେଲ କହିକି ସବୁ ସେଟିଂ କରିଦେଲି। ସେ ଜଣେ ଟିକେ କହିଦେଲା ଯେ ନାଇଁ ସେ ଡ୍ରେସ କୋଟଗଡ଼ ମାର୍କେଟ ଆଇଲା ବେଳକୁ ଭଲ ଡ୍ରେସ ପିନ୍ଧୁ ନାହିଁ ବୋଲି କହି, ଡ୍ରେସ ପାଇଁ ବୋଲିକି ତାକୁ କ୍ୟାନସେଲ କରି ଅନ୍ୟ ଜଣକୁ ଦେଖେଇଲି। ମୁଁ ସେତେବେଳେ କହିଲି କଣ ହେଲା ବୋଲି କହିବା, ତାଙ୍କ ଗାଁ ପାଖାପାଖି ଜଣେ ବାବୁକୁ ଫୋନ କରିବାର କହିଲେ, ଆଜ୍ଞା
आजिकल तो जुग सेटा माने जोटा सेलिंग न हेबा मालूम ताके बिकबा तापर सेलिंग हेबाटा पर बिकले भी चलबो बोल कि से माने बोधे सेमती भाबिले आ सेटा देखेले बोल कहले हां ओ सेलिंग हेबाटा आगे देखे देबा तापर सेलिंग हेबाटा पर देखेबो बोली भाबिले बोल कहले माने तार होची बिलीवर चर्च रो तार पुरुष होची माने फादर अछि से जोटा आसाम रे प्रभु को सेवा कार्य करूची से भी प्रभु को सेवा लाइन रे आ गुटे ताके सेटे टीचर अछि हां प्रभु को ना रे हां प्रभु को लोक मान भी ठका होची बोले कोन कोन से माने भी ताको बिलीवर चर्च रा कहउछंती जो विश्वास पे मु कथा हितिली से भी ताको चर्च रा कहउछंती सेटे रायगढ़ रो गोमांग माने जिताय गोमांग बोली पास्टर अछि सेठी तांको विश्वासी को बा हेबा पाई तांको लोक मान ठकुछंती एमती चलीची ले कोन करबो प्रभु से सब दिन तो विचार आसबो ଆଉ ତ ଏ ସମସ୍ୟା ହଉଛି ଏଟା ହଉଛି ସେଟା ହଉଛି ବୋଲି କହିଲେ ହେବ କି ହେବ ତ ସେଇଟା ଘଟିବ ତ ଯୀଶୁ ତ ନିଜେ କହିଛନ୍ତି ଏଟା ସୁଶାନ୍ତ ପାଟମା ଯେ କହୁନାହିଁ କଣ ହସୁଲୁ ଆପଣଙ୍କର କହିବା ଷ୍ଟାଇଲ ଭଲ ଅଛି କଣ କଣ କହିବା ଷ୍ଟାଇଲ ସତ କଥା ତ କହିଲେ ତ ତୁ ଏମିତି କହିବୁ ବୋଲି କେତେ ହେବ ସତ କଥା କହୁଛି ପୁରା ମୁଁ ନା ମିଛ କଥା କହିବା ଷ୍ଟାଇଲ କଣ ନାଇଁ ତ ଏତିକି ବାଇବେଲ କହିଲା କଣ ମୁଁ ଏଟା ଲେଖିଥାଏ ମୁଁ ପ୍ରିଣ୍ଟ କରିଦେଇଥାଏ ନା ମୁଁ ଏଟା ପଢିଲି ଖାଲି ତୁ ସେ ଦେଖିଲୁ ନାହିଁ ଯେ ଆମେ ହଉଛୁ ମସ୍ତକ ଆମେ ଲାଙ୍ଗୁଳ ନହୁ ଆମେ ଦେଶ ଶାସନ କରିବା ଏ ସ୍ତ୍ରୀ ମାନେ କିଏ ସ୍ତ୍ରୀ ହଉଛି ସାହାଯ୍ୟକାରିଣୀ ଅର୍ଦ୍ଧାଙ୍ଗିନୀ ଆମେ ଅସୁବିଧା ହେଲା ବେଳକୁ ଯେମିତି ଆମେ ଲେବର ମାନଙ୍କୁ ଖୋଜୁନୁ କି ଲେବର ମାନଙ୍କୁ ଖୋଜୁଛୁ ସାହାଯ୍ୟ କରିବା ପାଇଁ ଏଇ ଆମକୁ ସାହାଯ୍ୟକାରିଣୀ ବୋଲିକି ୟାକୁ ଗୋଟେ ବନେଇକି ଆମକୁ ଦେଲେ ସେମାନେ ପୁରା ମାନେ ଇଏ କରୁଛେ ସେଥିପାଇଁ ପ୍ରଭୁ କହିଲେ ନା ସେ କର୍ତ୍ତୃତ୍ୱ କରିବ କିଏ କରିବ କର୍ତ୍ତୃତ୍ୱ ହଁ ନାଇକିରାକୁ କିଏ କର୍ତ୍ତୃତ୍ୱ କରିବ ପୁରୁଷ ନିଜ ରଣ୍ଡରା ବୋଲି ଲେଖା ହେଇଛି ଦେଖେ ତ ଆଦି ପୁସ୍ତକ 3 ଅଧ୍ୟାୟ ପଳା କଣ ହସୁଛୁ ସେଟାକୁ 50% ମୁଁ ନାଇଁ ଅଧିକାର ଦେଲି 50% ଦେଇକି ସେଟା ସବୁ ମାଇନସ ହେଇଗଲା ନବୀନ ପଟ୍ଟନାୟକ ସେ 50% ଅଧିକାର ସବୁ ଦେଇଛନ୍ତି ପୁରୁଷକୁ ଅଧିକାର ମାଇକିଣା ମାନଙ୍କୁ ଅଧିକାର ଦଉଛେ ହେଲେ ପୁରୁଷ ମାନେ ନିଆଁ ଫୁଙ୍କିବେ ମାଇକିଣା ମାନେ ପୁଣି ସେଟା ଇଏ ଏସଏଚଜି ଗ୍ରୁପ ଯାକ କରିକି ଯେ କରିକି ରହିବେ ପ୍ରଭୁ ଏ ମାନେ ନ ଜାଣିବା ଲୋକ ସେ ଦାୟିତ୍ୱ ଦେଇଛନ୍ତି ନାଇଁ ପୁରୁଷ ତୋତେ କର୍ତ୍ତୃତ୍ୱ କରିବ ବୋଲି କଣ ହସୁଛୁ ରେ ମୁଁ ନାଇଁ ମିଛ କହୁଥିଲି ନାଇଁ ମିଛ କହୁଛୁ ଆଜ୍ଞା ବୋଲି କହ ନାଇଁ ନାଇଁ କଣ 3 ଅଧ୍ୟାୟ ପଦ ଦେଖେ ପ୍ରଭୁ ସେ ନାରୀଙ୍କୁ କହିଲେ ଆମ୍ଭେ ତୁମର ଗର୍ଭ ବେଦନା କରି ଅତିଶୟ ବଢାଇବା ଗର୍ଭ ବେଦନା କରି ନାହିଁ ଗର୍ଭ ବେଦନାକୁ ଅତିଶୟ ବଢାଇବା ମୁଁ କଣ କହିଲି ତ ହଁ ପଢେ ଆଉ ଥରେ ପଢେ ଭଲ ପଢେ ସ୍ପିଡ ପଢେ ନା ତୁ ଟିକେ ସ୍ପିଡ ଯାଉଛୁ ଧୀରେ ହଁ ପ୍ରଭୁ ସେ ନାରୀଙ୍କୁ କହିଲେ ଆମ୍ଭେ ତୁମର ଗର୍ଭ ବେଦନା ଅତିଶୟ ବଢାଇବା ତୁମେ ବ୍ୟଥାର ସନ୍ତାନ ପ୍ରସବ କରିବ ପୁଣି ସ୍ୱାମୀ ପ୍ରତି ତୁମର ବାସନା ରହିବ ସେ ତୁମ ଉପରେ କର୍ତ୍ତୃତ୍ୱ କରିବ ସେ କଣ କରିବେ କର୍ତ୍ତୃତ୍ୱ ସେ କର୍ତ୍ତୃତ୍ୱ କରିବେ ବୋଲି କହିଲା ବେଳକୁ ଏ ମାଇକିଣା ମାନେ ଦେଶକୁ କର୍ତ୍ତୃତ୍ୱ କରିବେ ପୁରୁଷ ମାନେ କୁଆଡେ ଯିବେ ସେ ନିଜ ମାନେ ପରିବାର ଭିତରେ ଶୁଣନ୍ତୁ ଆଜ୍ଞା ଆଉ ଗୋଟେ ପଢେ ତାପରେ ମତେ ଶୁଣେଇବୁ କାହାଣୀ ହେଲା ପ୍ରଥମ ତିମୋଥୀ ହେଲା ପ୍ରଥମ ତିମୋଥୀ 2 ଅଧ୍ୟାୟ 14 ଏବଂ 15 ପଦ ଆଉ ଆଦମ ଠକରେ ପଡି ନଥିଲେ ମାତ୍ର ନାରୀ ଠକରେ ପଡି ଆଜ୍ଞା ନ ମାନିବା ଦୋଷରେ ଦୋଷୀ ହେଲେ କିନ୍ତୁ ସେମାନେ ଉତ୍ତମ ବୁଦ୍ଧିରେ ସହ ବିଶ୍ୱାସ ପ୍ରେମ ଓ ପବିତ୍ରତାର ସ୍ଥିର ରହିଲେ ସେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବ ଏଠି ମାନେ ଲେଖା ପ୍ରିଣ୍ଟରେ କଣ ଲେଖାଛି ଆଉ ଆଦମ ପ୍ରବଞ୍ଚିତ ହୋଇନଥିଲେ ମାତ୍ର ନାରୀ ପ୍ରବଞ୍ଚିତା ହୋଇ ଆଜ୍ଞା ଲଙ୍ଘନ ଦୋଷୀରେ ଦୋଷୀ ହେଲେ କିନ୍ତୁ ସେମାନେ ସୁବୁଦ୍ଧି ସହ ବିଶ୍ୱାସ ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ ସେମାନେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବେ
ହେଲା ମାନେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବ। ମାନେ କଣ ରହିଲେ ସୁବୁଦ୍ଧି ସହ ବିଶ୍ୱାସ ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ। ଏଇ ଯୋଉ ସୁବୁଦ୍ଧି ସହ ବିଶ୍ୱାସ ପ୍ରେମ ପବିତ୍ରତା ସ୍ଥିର ରହିଲେ ସେମାନେ ସନ୍ତାନ ପ୍ରସବ କରିବାର ପରିତ୍ରାଣ ପାଇବେ। ହେଲେ ଏଇଟା ସ୍ଥିର ନ ରହିକି ଅସ୍ଥିର ହେଇକି ସେମାନେ ଯେ 50% ମୁଁ ଦେଇଦେଲି ପିତା ପରମେଶ୍ୱର ଯୋଉଟା କହିଲେ ତୁମ ଉପରେ ପୁରୁଷ କର୍ତ୍ତୃତ୍ୱ କରିବୁ କହିଲେ ସେଟା କୁଆଡେ ଗଲା? ସେ ଆଉ କଣ ହସୁଛୁ ରେ? କାହିଁକି ହସୁଛୁ କହ? ଏତେ ବାଇବେଲ ବନ୍ଦ କରିଦେଲି ରଖିଦେଲା କାହିଁକି ହସୁଛୁ କାହିଁକି କହ? ଶୁଣନ୍ତୁ ହେଲେ କଣ କରିବା କହୁଛି ଯୋଉଟା ସମସ୍ୟା ହଉଛି ସେଟାକୁ କଣ କରିବା ତୋର ଚିନ୍ତାଧାରା କଣ କହ? କହୁଛି ଶୁଣନ୍ତୁ ଏ ମିଶନାରୀ ମାନେ ଯାହା ଭୁଲ କରୁଛନ୍ତି ଭୁଲ ବି କରିଛନ୍ତି ସେମାନେ ନିଜେ ନିଜକୁ ପଚାରି ହୁଅନ୍ତୁ ଯେ ଆମର ପଦ କଣ, ଆମେ କିଏ, ଆମେ କାହା ଦ୍ଵାରା କାମ କରୁଛୁ, ଆରେ ଆମେ ପ୍ରକୃତରେ ଆମର କର୍ତ୍ତବ୍ୟ କଣ, ଆମର ଡ୍ୟୁଟି କଣ, ଆମର କଲିଂ କଣ ଚିନ୍ତା କର। ସେମାନେ ନିଜକୁ ପଚାରନ୍ତୁ। ଯୋଉମାନେ ଆଜି ଯାହା ବି କରୁଛନ୍ତି ଆମେ କହିବୁ ନାହିଁ ତମେ ଟଙ୍କା ଖାଇଲ କି ଚର୍ଚ୍ଚ ଭାଙ୍ଗିଲ କି କଣ ହେଲ କି କରଲେ କି ଚର୍ଚ୍ଚ ବନାଇଲେ କି ନାଇଁ, ବିଶ୍ୱାସୀକୁ ପଇସା ପତ୍ର ଦେଲେ କି ନାଇଁ, ନିଜର ସଂସ୍ଥାର ଅଭିବୃଦ୍ଧି ବଢାଇଲେ କି ନାଇଁ, ସେଥିରେ ଆମର କିଛି ଫରକ ପଡବ ନାହିଁ। याद रखो, मने रखନ୍ତୁ ବାଇବେଲ କହିବା ମୁତାବିକ ପ୍ରଭୁ କର୍ମ ବାକ୍ୟ ମୁତାବିକ ଲୋକ ନ୍ୟାୟ ବିଚାର କରିବେ। ଆମର କିଛି ଫରକ ପଡବ ନାହିଁ। ନିଜେ କେତେ ଅଲରେଡି ପରମେଶ୍ୱର ନିଜେ ବ୍ୟକ୍ତିଗତ ଭାବରେ ପରମେଶ୍ୱର ବ୍ୟକ୍ତିଗତ ନ୍ୟାୟ କରିବେ। ସଂସ୍ଥା କେତେଟା ଚର୍ଚ୍ଚ ବନେଇଲା, କେତେଟା କଣ ସେଥିରେ ପରମେଶ୍ୱର ନ୍ୟାୟ ବିଲକୁଲ କରିବେ। ପରମେଶ୍ୱର ବ୍ୟକ୍ତିଗତ ନ୍ୟାୟ କରିବେ। ବ୍ୟକ୍ତିଗତ ନ୍ୟାୟରେ ମୁଇଁ କେତେ ଇମାନଦାରୀ ବ୍ୟକ୍ତି ଥିଲି। ସ୍ୱର୍ଗଦୂତ ପାଖରେ ଲିଷ୍ଟ ରଖିଛନ୍ତି। ପ୍ରଭୁ ସ୍ୱର୍ଗଦୂତକୁ କହିଲା ପରେ ଲିଷ୍ଟ ଦେଖାଇବେ ଯେ ଇଏ ବ୍ୟକ୍ତି ସଚମୁଚ କଣ କରିଛି ମୋର ପାଇଁ। ଲାଲଚ କରଲା କି, ଲୁଟଲା କି, ଖାଇଲା କି, ଭାଙ୍ଗଲା କି, ଚୋରଲା କି मोर दास बोली करी कोइला, फिर ए कौन कोला परमेश्वर हार गोटे विषय पाए परमेश्वर नहीं कर्म मुताबिक नहीं हर व्यक्ति गोटे लोकर नहीं न्याय देवे। बाइबल कहूँ निजे निजर हिसाब देवा लिखा अच्छे। निजे निजर इसका मतलब है व्यक्तिगत हिसाब। तुम फैमिली मेंबर हिसाब प्रभु तुमको मांगबे ही नहीं, तुम चर्च हिसाब मांगबे ही नहीं परमेश्वर। तुम व्यक्तिगत भाव तुम्हें केते धर्म कर्म कर बस परमेश्वर जजमेंट है से प्रभु जो प्रकार जजमेंट वेटिंग रे अछंती से जजमेंट को जब आज लोक मान फॉलो करते तो आज लोक मान नहीं कि फिजिकल रे भी चेंजिंग होइथांते, स्पिरिचुअल रे भी चेंजिंग होइथांते। आज फिजिकल रो चिंता धारा करी करी स्पिरिचुअल खत्म करी सारलेनी सर। फिजिकल रे ए जिंस फिजिकल सांसारिक हिसाब रे फिजिकल हिसाब रे देखले कोन होची जो पैसा फिजिकली बा स्पिरिचुअली पाई मते जो पैसा आसुची सेटा कोन करछंती ए माने पद पाई कोई कोन करथिबे ए माने निजर फायदा पाई कोन करछंती ए माने सब लुटुछंती निजर पर्सनल अकाउंट रे बैलेंस रखुछंती। अरे जिसु गोर ना रे ए माने ना कि गोटे छोटा आरोप लगा माने ए माने निजे गोटे मिथ्यावादी साबित होइछंती माने किंतु जिसुଙ୍କର ନାଁ जो मिथ्या साबित କରୁଛନ୍ତି ସେଟା ପାଇଁ परमेश्वर ए ମାନଙ୍କର ଉପରେ ନାରାଜ ଅଛନ୍ତି। ବୁଝି ପାରୁଛନ୍ତି? प्रभु ए ମାନଙ୍କର ଉପରେ संपूर्ण ଭାବରେ ନାରାଜ। प्रभु ए मान पाखरे अट्राक्ट ही नहीं। प्रभु ए माननको अट्राक्ट हेउ नांती काहे ए माने प्रभु को अट्राक्ट करला पर काम धर्म कर्म करू नांती सेति में परमेश्वर अट्राक्ट हेबे ने। बुझी पारुଛନ୍ତି आज्ञा? हां आज मिशनरी चर्च माने भागव आज जो माने मिनिस्ट्री करछंती प्रार्थना करछंती परमेश्वर को डोरछंती निजर फॉलोवर मान को सचेत करछंती प्रभु से मान को चर्च नाही स्वर्गदूत पठाई करबे काम करे। बुझी पारुଛନ୍ତି आज्ञा? अरे ये जो पैसा लालच जो माने करी खाई करी एटा करछंती ए माने भागबे
ए अंतिम समय रे ए माने खड़े हो पारबे नहीं, छिड़ा हो पारबे नहीं, ए माने डोरी करना के सब दबड़बे, विश्वासी माने धरा पड़बे, केतरा पास्टर भी धरा पड़बे, केत लोग डेथ हो, केत लोग मरा हबो, केत लोग मृत्यु हो। परमेश्वर को वाक्य मुताबिक रे बहुत गुडा जिनस घटबो, लोक सेटा फेस करा पड़बो। किंतु सेटा घटला बाद भी प्रभु हार व्यक्ति न्याय ने, प्रभु पोप को न्याय नेबे, प्रभु बिशप को न्याय नेबे, पास्टर को न्याय नेबे, कोऑर्डिनेटर को परमेश्वर न्याय नेबे, मंत्री को परमेश्वर न्याय नेबे, पॉलिटिकल लोगों को परमेश्वर न्याय नेबे, सेलिब्रिटीज को प्रभु न्याय नेबे, हर बिजनेसमैन को परमेश्वर न्याय नेबे, हर व्यक्ति को परमेश्वर एक एक हिसाब न्याय नेबे। तापर परमेश्वर का को कोई बे सीए ही से दिन ना प्रभु को लोग माने क्वेश्चन करि पारबे, ना प्रभु चेहरा को समान फेस करि पारबे। मुझ समस्त बंदी जीव लास्ट दिन रे एबे भग भग होछंती ना, एबे मैं भल काम करछि, मैं एटा करछि, मैं सेटा करछि, न्याय के ओरिजिनल रे जण जीव जे परमेश्वर को एमन केते जवाब दी पारछंती, परमेश्वर को आपण केते जवाब दी पारबे, परमेश्वर को मु केते जवाब दी पारबे, प्रभु सेटा ही न्याय आरे विचार करबे। एठी किछि हम फग माले किछि हां दुनिया भासी जाओ, दुनिया एपट से पटे जो किछि फरक पड़बो नै। परमेश्वर आद्यर जेंति थे वर्तमान जेंति जुग जुग जो परमेश्वर पवित्र कर प्रभु तांगर वायदा पूरा होची आ तांगर कहला कथा पूरा होची। तो हमको धन्यवाद दियो। जदि जेकोस जगह रे मार खाउछथि टाडना होची, प्रॉब्लम होची, चर्च भांगी दछथि, विश्वासी मार दछथि, जेल रे भर्ती करछथि, कारागार रे भर्ती करछथि, बाइबल को मुताबिक रे हमको लागि परमेश्वर धन्यवाद दियंतु, कारण परमेश्वर को वाक्य पूरा होची। आज प्रभु संसार रे आइबार भी जरूरी अछि आ तांगर सेकंड कमिंग को नै कि हमन वेटिंग रे अछि, वर्तमान अछु केतेबेले से आसबे बोली हमर चिंता परमेश्वर ऊपर रही है। आमर लक्ष्य प्रभु ऊपर रहबा दरकार, आमर लक्ष्य स्वर्ग राज्य ऊपर आमर लक्ष्य रहबा दरकार। आपण निजर फैमिली मेंबर को बंचंतु सर, आपण बंचंतु आ निजर परिवार को बंचंतु, परमेश्वर आपण को ब्लेस करबे। এইটা আপনার লক্ষ্য রাখন্তু। আপনার নিজের মন্ডলী কেমতি উঠা যাবে, রেপচার কেমতি উঠা যাই পারবে, তো সেইটা পাই আপন চিন্তা করন্তু। আপন কইলি পরা মু গোটে বিষয় কইয়া পাই চাହୁଛି, ଆମେ গোটে বিষয় জানবা পড়ব যে সাধু পাউল গোটে জায়গায় কହୁଛନ୍ତି ମୁଁ ଶିକ୍ଷା ଦେଇ ଦେଇ ମୁଇ ମୁଇ କେତେବେଳେ ଝୁଣ୍ଟି ପଡିବି ନାହିଁ, ତ ମୁଇ କେତେବେଳେ ଖୁସି ଯିବି ନାହିଁ, ତ ସେଥିପାଇଁ ଏଭ୍ରିଥିଙ୍ଗ ଏନି ମୋମେଣ୍ଟ ମୁଁ ନିଜେ ନିଜକୁ ସବୁବେଳେ ସତତ ରହୁଛି ବୋଲି ସାଧୁ ପାଉଲ କହୁଛନ୍ତି। ମୁଁ ନିଜେ ନିଜ ସଚେତନ ବୋଲି ସାଧୁ ପାଉଲ କହୁଛନ୍ତି। ଆମର ଦାସ ଯଦି ଦୋଷୀ ହେଇକରି ଯଦି ଦୋଷୀ ନାହିଁ ବୋଲି କହିବ, କଣ ପରମେଶ୍ୱର କଣ ମିଥ୍ୟାବାଦୀର ପ୍ରଭୁ ହେଇପାରିବେ କି? ମିଥ୍ୟାବାଦୀର ଦାସ ପରମେଶ୍ୱର ହେଇପାରିବେ କି? ପରମେଶ୍ୱର କେବେ ସେଟା ହେଇପାରିବେନି। ବାଇବେଲ କହୁଛି प्रभु केबे मध्य सहयोग दे पारबे नहीं, कारण परमेश्वर पवित्र और तार दास जदि पवित्र तरीके से जदि काम करो, बिना दोषी रे जदि परमेश्वर दास जदि काम करबो, तो प्रभु से संतुष्ट हेबे, प्रभु एंती न्याय करबे। कहली पर सर आपन को गोटे विषय, हार व्यक्ति स्वर्ग राज्य एंटर होबा बड़े मुश्किल, हार व्यक्ति स्वर्ग राज्य प्रवेश करवा बड़े मुक्ति। एमाने जो मारुछंती पिटुछंती जहाँ भी करुछंती, परमेश्वर सबको न्याय नेबे, प्रभु सबको हिसाब करे। मंत्री भी आमर पछे छिड़ा हबो, सेदिन राष्ट्रपति भी आमर पछे छिड़ा हबो, बड़ बड़ वैज्ञानिक, बड़ बड़ साइंटिस्ट, बड़ बड़ पॉलिटिकल लोग मध्य परमेश्वर सिंहासन सामने लेके हिसाब देबा सबको लाइन रे छिड़ा हबा पड़ो। बाइबल कहूँ न्याय दिन पुणी स्वर्गदूत पुणी ना कि पृथ्वी चारि कोण पुणी ना स्वर्गदूत पुणी मान जीव पुणी ना कि तार बाठवा लोक मान पुणी ना कि सब जगह कथा करे, पुणी गोटे जगार करे, पुणी स्वर्गदूत गोटे जगार करे, पुणी तार लोक को से उठाई कर नेबे। प्रभु जहाँ को जंती न्याय नेबे से हिसाब रे काम हबो। सेथिपाई प्रथम वेदना आरंभ मात्र वर्तमान आरंभ हो जाइए, तो सचेत प्रार्थना करंतु। आपण प्रार्थना जरूरी अच्छी। परमेश्वर मु गोटे विषय कहते चाहूँ, प्रभु जदि मत बात सचमुच सत्य आत्मा जब परमेश्वर में सेवा करुच्ची, तो मोर जेल गले मोर किसी फरक पड़ब ना, मत मार खाइले मोर किसी फरक पड़ब ना। मत बात मुई गोटे जिन परमेश्वर पर वादा करुच्ची, प्रभु जे संसार जितके दिन जाऊ मुझे अच्छी और तुम्हें रखी तुम मुताबिक अनुसार ही मोर काम मुई बंचवा चाहले मिसा ना कि मुई बंचबी नहीं, कारण मत मिसा गोटे दिन मृत्यु को सामना करवा मत कु माध्यम कु तरीके मृत्यु को सामना कर
ହବ ସେଇଟା ମୁଁ ଜାଣିନି, ସେଟା ତୁମେ ଜାଣିଛ। ଯଦି ଯୌବନ ବୟସରେ ପରମେଶ୍ୱର ତୁମେ ୟୁଜ କରୁଛ, ଇସ୍ତେମାଲ ଯଦି କରୁଛ, ତ ଡେଫିନେଟଲି ପରମେଶ୍ୱର ଦଙ୍ଗା ହଉ ପ୍ରୋବ୍ଲେମ ହଉ ସମସ୍ତେ ହାର ବ୍ୟକ୍ତିର ପରମେଶ୍ୱର ବଞ୍ଚେଇ କରି ତାଙ୍କର ସେବାର 10 ବର୍ଷ ଯଦି ୟୁଜ କରିବାର ଅଛି 10 ବର୍ଷ ହିଁ ପ୍ରଭୁ ୟୁଜ କରିବେ। 20 ବର୍ଷ ଯଦି ପରମେଶ୍ୱର ୟୁଜ କରିବାର ଅଛି 20 ବର୍ଷ ହିଁ ୟୁଜ କରିବେ। 30 ବର୍ଷ ଯଦି ୟୁଜ କରିବାର ଅଛି 30 ବର୍ଷ ୟୁଜ କରିବେ। ପ୍ରଭୁ ଯେତିକି ଦିନ ମୋର ଉପରେ ସନ୍ତୁଷ୍ଟ ହେଇକରି ଏ ଜଗତରେ ରହିକି ମୋର ଦ୍ୱାରା କାମ କରିବା ପାଇଁ ଚାହୁଁଛନ୍ତି, ମୁଁ ସେତିକି ଦିନ ହିଁ ଜଗତରେ ରହିକରି କାମ କରିବି। ଏଇଟା ବିଶ୍ୱାସ କରିବାକୁ ପଡିବ। ମୋର ପାଷ୍ଟରକୁ ମାରିଦେଲେ, ପାଷ୍ଟରକୁ ଜେଲରେ ଭର୍ତ୍ତି କରିଦେଲେ, ପାଷ୍ଟର ନ ତାର ସେବା କମ୍ପ୍ଲିଟ ହେଲା, ସେଥିପାଇଁ ତାକୁ ମୃତ୍ୟୁ ସାମ୍ନା କରିବାକୁ ପଡିଲା। ବୁଝିପାରୁଛନ୍ତି ସାର୍? डॉक्टर जीपीएस ना एपीएस साधु की ना गोटे ना गोटे प्रभु मेन ऑफ गॉड गोटे प्रेरित तार झील गोटे कौन है झील को ना प्रभु नहीं गले डेथ गले 17-18 वर्ष झील निजर पिता तार बाबा हूँ बहुत बड़ा पास्टर भविष्य वक्ता प्रभु ना तार झील को ना एक्सीडेंट माध्यम ना परमेश्वर तार झील को नहीं गले। तो ये दास प्रार्थना कला परमेश्वर मैं कौन अपराध करती, मैं कौन भूल करती प्रभु जो मोर झील को तुम नहीं गल। प्रभु मत उत्तर दियो परमेश्वर पिता, मत उत्तर दियो। लोग मत ताने मार्चंती, लोग मत एंती अपराध करथिला आ लाइफ रे एंती हला लोक माने मते कहउछथि प्रभु तो मुई कोन करबी, मोर झील को आड़े गला कोन काहे कि नहीं गल प्रभु। ये नागी प्रभु को नागी बारंबार क्वेश्चन करछे, लोग नागी ताने मारछंती आर नागी आ कहउछथि ए गोट कोन भूल करथिला सेति में आर लाइफ रे एंती हला कार नागी भांगी गला, तार स्त्री रे बेको भांगी गला, हाथ भांगी गला, ताकू मते यार साइड बाजी गला, गाड़ी पूरा खराब हो गला, झील नहीं गले। हजार हजार पास्टर नहीं कि प्रार्थना करले फिर भी पास्टर झील नहीं जिंदा हला नहीं, प्रभु तार झील को नहीं गले। नहीं गला पर ये प्रार्थना ही करला, प्रार्थना ही गला किछि मास गला पर नहीं कि पास्टर को परमेश्वर नहीं कि दिनाकरण को नहीं, दिनाकरण बोले हमर ये दिनाकरण को बुझंत नहीं, अलगा दिनाकरण। हां हां हाँ ताकू कौन कहले परमेश्वर नागी गोटे विषय कहले आमे आगुरु ही डिसाइड करथिलु जे तुमर सब नेबा भाई आमे आगुरु डिसाइड करथिलु सेति आमे नेलु आमे देइथिलु आमे नेलु बोली कहले। आगुरु डिसाइड करथिलु, आगुरु योजना करथिलु, भावना जे मोर झियो केते हिकर मरि गला कोन हला नाही, आमे आगुरु ही डिसाइड करथिलु। आ सर्वदूत को मध्ये मु जणाइथिले नेबा भाई आ कारण मुई तुम विश्वास को देखिथिली। डॉक्टर साधु पाउल सॉरी दिनाकरण विश्वास को परमेश्वर पुणी आग्रह ही टेस्ट करते आर झील को मुई नुकसान करले मिसे ना कि आर खेती करले मिसे ना कि ये मत अस्वीकार कर माने मोर चरण रे आइबो। मु जानि थी आर स्वर्गदूत को बिजय कहिथिली सेति भाई तुमर झील को हम जानि थी और नेलु मात्र तुमे ना कि आमार पछे हेलो नै, तुमे मते दोष देलो नै, तो मते किछि करलो नै, तुमे धन्यवाद दे कर ना कि मते आगु को बढ़े चली चलो मते बोली कर ना कि तुमर ऊपर मैं खुश बोली कर ना कि जेते बेल ताको कहउछनी परमेश्वर से दिन से आनंदित हो गला, खुशी हो गला आ ना कि प्रभु को धन्यवाद से देला। बुझि परछन आज्ञा मते तो सेमती कहउछन्ते बे लोक माने से तार ए अन्याय पा एति पा तार पो के नहीं गले। मु कहले मो पो प्रभु को कोन ताको योजना थिला नै किछि असुविधा नै तो मु खाली मो यूट्यूब बने जे काई मो एमती दुख रहती एमती अछि मो पो एमती हला मु किछि कोन काई कि मु जानि थी प्रभु को कोन गुटे उद्देश्य थिला नेले ताको एते बेले जो 7 जन को नेले कार हमर आइबरो सेते बेले आइबो कोन कहले प्रभु देले प्रभु नेले प्रभु को नाम धन्यवाद हो। किंतु मु मो पो को कहिथिली जे तू मल्ले भी तोते उठेबी रे मु अछि परा कहितली किंतु मु जाऊ जाऊ मु माने प्रार्थना करि पालिने समाधि कर जाइतले एते किए जगिबे एते दूर आसला बेलको बोल कि मु कहली तमे जहा करिवार अछि करो किंतु मु बाहर बोली कहली मु कोन कहबी कि नै मते जग बोल किंतु से मान जानिबा कथा जे शेष दर्शन टिके करू आ कोन से देखिबो कि एटा होछि तार लास्ट ना सेति पे आसुछि तो आसु बोली कि सेठी जो मान नेतृत्व व्यक्ति थिले जे जो मान थिले हम लोक मान से माने भाबिबा कथा किंतु से माने मु जाऊ जा नाई आमे केते जगु बोले आमे काम समाप्त कर दलु बोली कहले ठीक अछि बोली किंतु मु ताकू मु वीडियो कॉलिंग करी कि माने मार्च मास रे मु फोन करी कहतले बाबू तू मल्ले भी तोते उठेबे तू डरे ना मु अछि पर तू काई डरू चंती कहतली मु जानितले मोर पो जीवो बोली किंतु तथापि मु शेष प्रार्थना करिया समय पाइले ना जेतु आ जो माने अविश्वासी माने अछंती सेठी काई कि जीसु कहले ना कि अविश्वासी हेतु सेठी आश्चर्य कर्म कले नाही बोली कि सेठी जदि प्रकृत विश्वासी जाको हेई थांते प्रकृत जाको जदि मद पानी ठीक माने छाड़ी की प्रभु को प्रकृत विश्वासी हेई थांते ताले से माने भाबी थांते जे ना जन्म कला बापा एटा तो 18 घंटा लागुची आसीबा पाई बहुत 2 दिन भी नाही आ ताको जोगीबा तापर हमें समाधि करबा से बाहरला पर आसुची आ से कोन निजे मु आसुची आ रख बोली कहबो कि ना से कोन आसले कोन भूत आसीबो कि से तो बाहरला ना पहुंचला पर हमें समाधि करबा एतकी भाबिबा कथा किंतु सेटा से माने डिसाइड करले नै मु ताको से माने दोष देउ नै जदि प्रभु को कोन गुटे योजना थिला मते भी जोगी नांती जोगिले काले
ପ୍ରଭୁ ତାଙ୍କ ଆଶ୍ଚର୍ଯ୍ୟ କର୍ମ କରିଥାନ୍ତେ, ଶୈତାନ ମାନେ ସେଥିପାଇଁ ଚାଳନା ଦେଲେ। ସେମାନେ ପ୍ରକୃତ ବିଶ୍ୱାସୀ ହେଇନାହାନ୍ତି ଏବେ ପର୍ଯ୍ୟନ୍ତ, ମଦ ପାଣିରେ ବୁଡ଼ିକି ଅଛନ୍ତି, ଇଆଡେ ଆତ୍ମିକ ଜୀବନ ବି ନାହିଁ। ସେଥିପାଇଁ ମୁଁ ଆଉ କାହାକୁ କିଛି କହିବା ପ୍ରଭୁ ଜାଣନ୍ତି। ଏବେ ଆଇବର ସମସ୍ୟା ପ୍ରଭୁ ଜାଣନ୍ତି। ଲୋକ ତାକୁ କହିଲେ ଏମିତି ସେମିତି, ଏବେ କହୁଛନ୍ତି ସୁଶାନ୍ତର ମାନେ ଏମିତି ହେଲା ସେମିତି ହେଲା, ମୁଁ ଜାଣୁଛି। କିନ୍ତୁ ମୁଁ ଜାଣେ ମୋ ବାକ୍ୟ ମାନେ ମୋ ଠାରୁ ଯଦି ତମ ସନ୍ତାନ, ତମ ପରିବାର, ତମ ଜ୍ଞାତି କୁଟୁମ୍ବ ତମେ ଯଦି ଅଧିକ ପ୍ରଥମ ପ୍ରାୟୋରିଟି ଦେବ ବୋଲେ ଏପରି ଦେବା ଲୋକ କିଏ ମାନେ ମାନେ ନ ଦେବା ଲୋକ କିଏ ନାହିଁ ବୋଲି ଯୀଶୁ କହୁଛନ୍ତି। ସେଠି ମଧ୍ୟରେ ହେଇପାରେ, ମୁଁ ହେଇପାରେ କି କିଏ ହେଇପାରେ, ତୁ ହେଇପାରେ, କିଏ ଏବେ ଯୋଉ କୋଟେ 19 ଲେଖା ହେଇଛି ନା, ମାଥ୍ୟୁ 19 ଲେଖା ହେଇନି କି? ଆଉ ମାଥ୍ୟୁ 19 ଲେଖା ହେଇଛି, ସେଇଟା କହୁଛନ୍ତି ଏମିତି ପରିବାରକୁ ତ୍ୟାଗ କରିକି ପରିବାରକୁ ମୂର୍ତ୍ତି ଲୋକମାନଙ୍କୁ ଯାହା ତାଙ୍କର ପରିବାରକୁ ସେ ସଜେଇ ପାରୁନି, ବାକ୍ୟ କହୁଛି କହିପାରେ, କହିପାରନ୍ତି। ହଁ କି ନାଇଁ? ଶୁଣନ୍ତୁ ଆଜ୍ଞା, ଆଜିକା ଡେଟ୍ ର ବିଶ୍ୱାସୀ ମାନଙ୍କର ହାଲ କଣ କହିବି ନା ଆଜ୍ଞା। ଆଜିକା ଡେଟ୍ ର ବିଶ୍ୱାସୀ ମାନଙ୍କର ହାଲ, ସେମାନଙ୍କୁ ଯଦି ଜବ୍ ମିଳିଯିବ ତ ପରମେଶ୍ୱରକୁ ଧନ୍ୟବାଦ କରିବେ। ପ୍ରଥମ ବିଷୟ ସେମାନଙ୍କୁ ଯଦି ଘର ଟିକେ ବନିଗଲା, ଷ୍ଟ୍ରଗଲ କରି ଘର କରୁଥିବେ, ମେହନତ କରି ପରମେଶ୍ୱର ଆଡରୁ ନାକି 5% ବ୍ଲେସିଂ ତାଙ୍କ ଘର ଉପରେ ଥିବ, 95% ବ୍ଲେସିଂ ତାଙ୍କ ଉପରେ ନଥିବ। ହେଲେ ବି ଘର ବନିଗଲା ପରେ ନାକି ଗନ୍ଦି କାମ କରି, ଖରାପ କାମ କରି, ଲାଲଚ କରି ନାଇକି ଲୋକ ଠକି କରି ମଧ୍ୟ ଗୋଟେ ଜିନିଷ ବନାଇ କରି ନାକି ପ୍ରଭୁ ଆଶୀର୍ବାଦ କଲା ପାଇଁ ମୁଇଁ କରିଦେଲି ବୋଲୁଛନ୍ତି। ଏବେ ଗୋଟେ ମିଛ କଥା ଟିକେ କହୁଛି, ସତ୍ୟ କଥାଟା ହେଲା। 2008 ଦଙ୍ଗା କୋଉଠି ହେଲା? କନ୍ଧମାଳ ହେଇଛି। କନ୍ଧମାଳ ହେଲା। ଜୟପୁର ସହିତ କନ୍ଧମାଳ କଣ ସମ୍ପର୍କ ଅଛି କି? ନାଇଁ। କନ୍ଧମାଳର ଯୁବରାଜ ପ୍ରଧାନ ଜୟପୁରରେ ପାଷ୍ଟର ଅଛି, ସେଠି ସେ 23 ଲକ୍ଷ ଟଙ୍କାର ଗିର୍ଜା ଘର କଲା ହେଲା। ଏବେ ପ୍ରଭୁ ମତେ ଆଶୀର୍ବାଦ କରିଛନ୍ତି ବୋଲିକି ସେଠି କଣ ଦେଉଛି, ଇଏ କରୁଛି। ଫରେନର ମାନେ ବି ଯେତେ ଆସୁଛନ୍ତି ସେଠି ବଡ ହଲ୍ ଟା କରିଦେଇଛି, ଯାହାରି ଫଳ ସେଟା ଚର୍ଚ୍ଚ ଭଲ ହଉଛି। ବାହାରକୁ ତ ମିଟିଂ ଫିଟିଂ ଏବେ ଟିକେ ପ୍ରୋବ୍ଲେମ ଅଛି, ସେଥିପାଇଁ ସେଠି ବୋଲିକି ସେ ପାଷ୍ଟର ସେମିନାରୀ କରି ସେଟା ଗୋଟେ ବିଜନେସ ଚଲେଇଛି। ହେଲେ ଆମେ ହେଲେ କଣ କରିଥାନ୍ତୁ? ସେ 24 ଲକ୍ଷ ନା 23 ଲକ୍ଷ ହେଲା, 23ଟା ଗିର୍ଜା ଘର କରିଦେଇଥାନ୍ତୁ। ଦଙ୍ଗା ହେଇଛି ସେଠି, ସମସ୍ୟା ହେଇଛି ସେଠି, ଘର କରା ହଉଛି ଏଠି। ଜଣେ ଫରେନର ମାନେ ବାଲିଗୁଡାରେ ଜଣକୁ ଦେଇଥିଲା, ତୁ ନିଜର ଘର କରେ ବୋଲି ପଇସା ହେଲା। ମୁଁ ଆସିଲେ ରହିବି, ସେଥିପାଇଁ ଗେଷ୍ଟ ରୁମ କରିବୁ, ଆଉ ତୋର ମାନେ ଆଉ ଗୋଟେ ରୁମ କରିବୁ, ଆଉ ଏମିତି କରିବୁ। ସେ ଡାଇଗ୍ରାମ କାଟିକି ପଇସା ଦେଇକି ଗଲା। ଇଏ କଣ କଲା, ଜାର୍ଗି ବୋଲି ଗୋଟେ ଚର୍ଚ୍ଚ ଅଛି, ସେ ଚର୍ଚ୍ଚରେ ଚର୍ଚ୍ଚ ଘର କରିଦେଲା ସେ ହେଲା। ତାପରେ ସେମାନେ ଆସିଲେ ଉଦ୍ଘାଟନ କରିବା ପାଇଁ, ଘର ସରିଲା କିଣା ବୋଲିକି ଆସିଲେ। ତାପରେ ଆସିକି କହିଲେ ଯେ ଆମେ ତ ଏଇ ଚର୍ଚ୍ଚ ଘର କରିବା ଦେଇନଥିଲୁ, ତୋତେ ଆମେ ଦେଇଥିଲୁ, ସେଥିପାଇଁ ଆମେ ତୋତେ ସ୍ପନ୍ସର କରିବା। ତମକୁ ଗୋଟେ କହିଲା ଗୋଟେ କରୁଛ, ସେଥିପାଇଁ ଆମେ ତମକୁ ମାନେ ସ୍ପନ୍ସର କରିଦେବୁ ବନ୍ଦ କଲେ, ବୁଝିଲେ କି ନାଇଁ? ସେ କଣ କହିଲା, ସେକେଣ୍ଡରେ ପଇସା ଦେଲେ ତ ମୁଁ କରିବି, ଲୋକଙ୍କୁ ଖୁସି କରିବା ପାଇଁ ଏଇଟା କରିବି ବୋଲି କି ସେ କଣ ସେଟା ତାର ଇଏଟା କଲେ, ଚେଞ୍ଜ କଲେ। କିନ୍ତୁ ମାନେ ମଣ୍ଡଳୀକୁ ଭଲ କଲେ, ମଣ୍ଡଳୀ ଲୋକ ନହେଲେ ସେ ଆଣିଲା, ସେ ନିଜର ଚର୍ଚ୍ଚ ଘର ବନେଇଲା, ଏମିତି ବନେଇଲା, ସେମିତି ବନେଇଲା। ମତେ କାହିଁକି କହିବେ, ବରଂ ମୁଁ ଲୋକ ପାଇଁ ଆଗେ କରିଦେବି, ତାପରେ ମତେ ପଇସା ଦେଲେ ମୁଁ ଇଏ କରିବି। ଫରେନର ମାନେ ବି ଖୁସି ହେବେ ଯେ ନିଜର ଚିନ୍ତା ନ କରିକି ଲୋକଙ୍କ ପାଇଁ ଚିନ୍ତା କରୁଛି ବୋଲି କହିବେ ବୋଲିକି ସେ ଭାବିକି ଇଏ କଲା। କିନ୍ତୁ ଏଇଟା ଚର୍ଚ୍ଚ ଘର ତାକୁ କରେ ବୋଲିକି ତାକୁ ପଇସା ଦେଲା, ସେ ମାନେ ଇଏ କରିଛି, ସେ ମାନେ ଜୟପୁର ଚର୍ଚ୍ଚ ଘର କରିଛି। ସେ କହୁଛି ପ୍ରଭୁ ଆମକୁ ଆଶୀର୍ବାଦ କଲେ, ଏଡେ ବଡ 23 ଲକ୍ଷର ଗିର୍ଜା ଘର ଦେଲେ, ଏମିତି ଫୁର୍ତି ନାଚୁଛି। ସେଟା ଯଦି ଭାଙ୍ଗିଲେ ନାଇଁ, ଚର୍ଚ୍ଚ ଘର ଭଙ୍ଗା ହେଲା, ଏଇଟା ହେଲା, ସେଟା ହେଲା, ଏଇଟା ହେଲା। ବୁଝୁଛୁ କି ନାଇଁ? ଏଠି ଆମର 56ରେ 56 ଟିକେ ଦେଖେ, ତାପରେ ଆଉ ଟିକେ କହିବୁ। 56, 10, 11 ନାଇଁ ଛାଡ଼ନ୍ତୁ। ଏମିତି କଥା ତାକୁ, ଏଥିପାଇଁ କଣ କରିବା କହ? ଆଉ କଣ କହୁଥିଲି ପରା, କୋଉଠି ରହିଗଲା, ଅଟକି ଗଲା ନା ବନ୍ଦ ହେଲା? ଦେଖନ୍ତୁ, ଯୋଉମାନେ ବିଶ୍ୱାସୀ ମାନେ ଦାସ, ଇମାନଦାର ଦାସ ଉପରେ ଦୋଷାରୋପ କରିବେ, ପରମେଶ୍ୱର ତାକୁ ଉତ୍ତର ଦେବେ, କିନ୍ତୁ ତମକୁ ଉତ୍ତର ଦେବେ ନାହିଁ। ତାକୁ ଉତ୍ତର ଦେବେ ଗୋଟେ ବ୍ୟକ୍ତିର ଯଦି ଲେଖନ୍ତୁ, ମୁଁ ଗୋଟେ ବିଷୟ କହିଯାଉଛି।
ହେଲେ ଆୟୁବ କଣ ପାପ କରିଥିଲା? ନାଇଁ ଆୟୁବ ତ କିଛି ପାପ କରୁନି, ବିଚାର ଧାର୍ମିକ ହେଇକରି ବଞ୍ଚୁଥିଲା, ପ୍ରଭୁକୁ ଡରୁଥିଲା ସେ। ସିଦ୍ଧ ସରଳ ତାପରେ ପବିତ୍ର ବ୍ୟକ୍ତି କିଏ ନାହାନ୍ତି ବୋଲି ଲେଖା ହେଇଛି। ହଁ, ହେଲେ ଶୈତାନକୁ ପରମେଶ୍ୱର ପରମିଶନ ଦେଇକରି କରୁଛନ୍ତି। ତାର ବିଶ୍ୱାସକୁ ଟେଷ୍ଟ କଲା, ପରୀକ୍ଷା କଲା। ହେଲା ତେବେ ଆଜି ଆମର ବିଶ୍ୱାସ ଟେଷ୍ଟ ହେଲେ କିଏ ଉପରେ 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 ଟିକେ ଟିକେ ପଢବା ଲୋକମାନେ, ଉପରେ 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 ଟିକେ ଟିକେ ଜାଣବା ଲୋକମାନେ ବଡ ପାୱାରଫୁଲ ବିଶ୍ୱାସୀ ବୋଲଲା ପରା, ବଡ ଇମାନଦାରୀ ବିଶ୍ୱାସୀ ବୋଲ ପରା, ହସି ହସି କରି ପରିହାସ କରି ଏମିତି ହେଇଥିଲା ପାଇଁ ଏମିତି ହେଲା କାଏ ବୋଲି କହିଦେବେ ଆଜି। ମୁହଁରେ ଟିକେ ଲାଜ ସେଟା କିଛି ଦେଖୁନା, ଏମିତି ସେ ଗୋଟେ କି ଭୁଲ କରିଥିବ, ସେଥିପାଇଁ ତାର ପୁଅକୁ ନେଇଗଲେ ପ୍ରଭୁ। ମୁଁ କହିଲି ସେଟା କହୁଛନ୍ତି କୁହନ୍ତୁ, ମୁଁ ସେ କୁକୁର କହିବେ ଭୁକିବା ଲୋକ ଭୁକିବ, ହାତୀ ଯାଉଥିବା ଲୋକ ଯାଉଥିବ ବୋଲି କହୁଛନ୍ତି ସେଠି। ନାଇଁ ନାଇଁ ଶୁଣନ୍ତୁ ଆଜ୍ଞା, ଏମାନେ ଜାଣି ନାହାନ୍ତି ନିଜେ କେତେ ଇମାନଦାରୀ ଅଛ, ନିଜକୁ ଟିକେ ଟେଷ୍ଟ କର। ଲୋକ କାହିଁକି ଆଙ୍ଗୁଠି ଉଠଉଛ ସାର୍? ଲୋକକୁ କାହିଁକି ତମେ ବେକାର ପରମେଶ୍ୱର ଆତ୍ମା କାହିଁକି ଦୁଃଖ ଦଉଛ? ଅଭିଷିକ୍ତ ଦାସ ମାନଙ୍କୁ ଦୁଃଖ ଦେବାଟା ପରମେଶ୍ୱର ଆତ୍ମାକୁ ତମେ ଦୁଃଖ ଦେବାଟା, ତ ପରମେଶ୍ୱରକୁ ତମେ କାହିଁକି ଦୁଃଖ ଦେଲା ଭଳିଆ କାମ କରୁଛ? ପରମେଶ୍ୱର ଦେଇଥିଲେ, ପରମେଶ୍ୱର ନେଇଗଲେ କି କଣ କ୍ଷତି କଲେ କିଛି କାରଣ ଅଛି। ପବିତ୍ର ବାଇବେଲ କହୁଛି ହାର ଦୁର୍ଘଟଣା ପଡିଲେ କି ପରମେଶ୍ୱର ମହିମା ହେବ ପଡେ। ହାର ଗୋଟେ ଗୋଟେ ପ୍ରୋବ୍ଲେମ ପଡୁନା କି ଈଶ୍ୱରଙ୍କର ମହିମା ହଉଛି ପଡେ ସାର୍। ପ୍ରଭୁ ଗୋଟେ ବ୍ୟକ୍ତିକୁ ସେମିତି କରିବା ଦ୍ଵାରା କଣ ହବ, ତାର ଦ୍ଵାରା ନାଇକି ବଡ ବଡ କାମ କରେ ପରମେଶ୍ୱର, ସେଥିପାଇଁ ସେମିତି ହବ। ତାର ଦ୍ଵାରା ବଡ ବଡ କାମ କରିବା ପାଇଁ ପ୍ରଭୁ ନାଇକି ଗୋଟେ ଯୋଜନା କରିଥିବେ ଯେ ସେ ବ୍ୟକ୍ତିକୁ ମଜବୁତ କରିବା ପାଇଁ, ଲୋକଙ୍କୁ ଦେଖା ସେ କାମ କରୁନାହାନ୍ତି, ସେ ବ୍ୟକ୍ତି ପର୍ସନାଲ ବ୍ୟକ୍ତିଗତ ବିଶ୍ୱାସକୁ ଟେଷ୍ଟ କରିବା ପାଇଁ ପ୍ରଭୁ ସେଟା କରନ୍ତି। ଆଜି ପରମେଶ୍ୱର ଜାଣିଥିବେ, ଜାଣିଛନ୍ତି ପାଇଁ ହିଁ ସେ କାମ କରିବେ ଯେ ଏ ବ୍ୟକ୍ତି ଏଇଟା କରଲା ପରେ ମିଶା ମତେ ନାଇକି ଦୋଷ ଦବ ନାହିଁ, ମତେ ଧନ୍ୟବାଦ ଦବ ବୋଲି ପ୍ରଭୁ ଜାଣିଥିବେ, ଆଉ ସେଭଳିଆ ବ୍ୟକ୍ତିକୁ ସେଭଳିଆ କାମ કરે ପରମେଶ୍ୱର। ବୁଝିପାରୁଛନ୍ତି ଆଜ୍ଞା? ଯେମିତି ଅବ୍ରାହମକୁ ପରମେଶ୍ୱର ଜାଣିଥିଲେ, ଅବ୍ରାହମକୁ ମୁଁ ଯଦି କହିଥିବି ତ ଇସାକୁ ଡେଫିନେଟଲି ବଳିଦାନ କରିବ, ମାରବ ହିଁ ମାର ବୋଲି ପ୍ରଭୁ ଅଲରେଡି ଜାଣିଥିଲେ, ବଲବତ ଜାଣିଥିଲେ, କିନ୍ତୁ କହିଲେ ଆଜି ମାର ବୋଲି କହିଲେ, ବଳିଦେ ବୋଲି କହିଲେ, ବଳିଦେବା ଗଲା ବେଳେ ପରମେଶ୍ୱର ଦୂତ ପଠାଇକରି ମନା କଲେ। ମାର ନାହିଁ, ଆମେ ଜାଣିଛୁ ତୁମ ବିଶ୍ୱାସ ତମେ ଟେଷ୍ଟ କରି ସାରିଛୁ, ତମେ କରିବ ସେ କାମ ଆମେ ଜାଣିଛୁ। ପରମେଶ୍ୱର ତମକୁ ପରୀକ୍ଷା ଟେଷ୍ଟ, ତମର ବିଶ୍ୱାସର ପରୀକ୍ଷା ପ୍ରଭୁ ଟେଷ୍ଟ କରିଥିଲେ। ବାଳକକୁ ମାର ନାହିଁ, ବାଳକ ଛାଡ, ବାଳକ ଉଠାଅ, ଯାଅ ଝାଡିଆରେ ମେଣ୍ଢା ଅଛି, ଆଉ ଗୋଟେ ଇଏଟା ଅଛି, ତାକୁ ଆଣ ହାରି ବାଳକ ତାକୁ ବଳିଦାନ କରିଦିଅ ବୋଲି କହିଲା ପାଇଁ ନାକି ସାଙ୍ଗେ ସାଙ୍ଗେ ପରମେଶ୍ୱର ମେଣ୍ଢା ଇନ୍ତଜାମ କରିଦେଇଥିଲେ। ସେଇଟାକୁ ଆଣିକରି ନାଇକି ଏମାନେ କଣ କରୁଛନ୍ତି, ଏମାନେ ବଳି କରୁଛନ୍ତି। ପ୍ରଭୁ ବିଶ୍ୱାସ ଟେଷ୍ଟ କରିବେ। ଦାନିଏଲର ବିଶ୍ୱାସ ଟେଷ୍ଟ ହେଇଥିଲା, ସଦ୍ରକ ମେଷକ ଅବେଦନେଗୋର ବିଶ୍ୱାସକୁ ପରମେଶ୍ୱର ଟେଷ୍ଟ କରିଥିଲେ, ଆୟୁବର ପରମେଶ୍ୱର ବିଶ୍ୱାସକୁ ଟେଷ୍ଟ କଲେ, ଅବ୍ରାହମର ବିଶ୍ୱାସକୁ ପ୍ରଭୁ ଟେଷ୍ଟ କଲେ, ତାପରେ ଏଲିୟାର ବିଶ୍ୱାସକୁ ପରମେଶ୍ୱର ଟେଷ୍ଟ କଲେ, ମୋସାର ବିଶ୍ୱାସକୁ ପ୍ରଭୁ ଟେଷ୍ଟ କଲେ ନା କରୁନାହାନ୍ତି ସାର୍? କଲେ। ମୋସା ଆମର ଭଳିଆ ବ୍ୟକ୍ତି ହେଲେ, ନର୍ମାଲ ବ୍ୟକ୍ତି ଯଦି ଗୋଟେ ଅଲଗା ରାଜା ହେଇଥିଲେ 2 ଦିନରେ ହାରି ଯାଇଥାନ୍ତେ। ମାତ୍ର ମଶାକୁ ଚିନ୍ତା କରନ୍ତୁ ଆପଣ, ମଶାକୁ ପରମେଶ୍ୱର ନାଇକି ମଶା କହିବା ଦ୍ୱାରା ନାଇକି ବହୁତ କିଛି ପରମେଶ୍ୱର କାମ କରିଦଉଥିଲେ, ହେଲେ ମଶା କାହିଁକି 40 ବର୍ଷ ଲାଗିଗଲା ଇସ୍ରାଏଲ ଲୋକ ଛଡା କରି ଆଣିବା ପାଇଁ? ମଶାର ବିଶ୍ୱାସ ମଧ୍ୟ ଟେଷ୍ଟ କରାଯାଇଛି। ମଶାର ସେତୁ ମଧ୍ୟ ପରମେଶ୍ୱର ଟେଷ୍ଟ କଲେ। ମଶା ନାଇକି ଫାଷ୍ଟିଂ କରିବା ପାଇଁ ପଳେଇ ଯାଉଥିଲା, ଜଙ୍ଗଲକୁ ପାହାଡକୁ ପଳେଇ ଯାଉଥିଲା, ଇସ୍ରାଏଲ ଲୋକ ଛଡାଇବା ପାଇଁ ପୁରା ଷ୍ଟ୍ରଗଲ କରୁଥିଲା, ବଡ ମେହନତ କରୁଥିଲା। ପ୍ରଭୁ ଅଚିନ୍ ଚମତ୍କାର କରଲା ପରେ ମଧ୍ୟ ସେ ଷ୍ଟ୍ରଗଲ କରୁଥିଲା। ପ୍ରଭୁ ଡାଇରେକ୍ଟଲି କାମ କରୁନଥିଲେ, କିନ୍ତୁ ପ୍ରଭୁ ଧୀରେ ଧୀରେ ତାର ଲାଇଫରେ କାମ କରୁଥିଲେ। ମଶାକୁ ଟେଷ୍ଟ କରାଯାଏ, ଏଲିୟାକୁ ପରମେଶ୍ୱର ଟେଷ୍ଟ କଲେ ପରମେଶ୍ୱର। ବାଲ୍ ବୋଲି ପୂଜାରୀ ଥିଲେ ଯେତେବେଳେ ଏଲିୟା ଲଢେଇ କରୁଛି, ପ୍ରାର୍ଥନା ମାଧ୍ୟମରେ ଏଲିୟା ବିଶ୍ୱାସକୁ ଟେଷ୍ଟ କରାଯାଇଥିଲା, ଏଲିୟାର ପ୍ରାର୍ଥନାକୁ ଟେଷ୍ଟ କରାହେଲା। କରାହେଇନି, ହାର ବ୍ୟକ୍ତିକୁ ପରମେଶ୍ୱର ଟେଷ୍ଟ କରିବେ, ହାର ବ୍ୟକ୍ତିକୁ ପ୍ରଭୁ ଟେଷ୍ଟ କରିବେ। ଯୋଉ ବିଶ୍ୱାସ ନାଇକି କହୁଛି ପ୍ରଭୁ ମୁଇଁ ତୋ ପାଇଁ କିଛି କରିବି ବୋଲି ଗୋଟେ ବ୍ୟକ୍ତି ପ୍ରାର୍ଥନା କରୁଛି, ତ ଡେଫିନେଟଲି ପରମେଶ୍ୱର ତାର ବିଶ୍ୱାସକୁ ମଜବୁତ କରିବା ପାଇଁ ପ୍ରଭୁ ତାକୁ ଟେଷ୍ଟ କରିବେ। ବିଶ୍ୱାସର ପରୀକ୍ଷା ପବିତ୍ର ବାଇବେଲ କହୁଛି ଏଇଟା, ଯାକ ପୁସ୍ତକରେ ଅଛି, ବିଶ୍ୱାସ ପରୀକ୍ଷା କରାଯିବ ବ୍ୟକ୍ତିକୁ। ଆପଣଙ୍କର ବିଶ୍ୱାସର ପରୀକ୍ଷା ପ୍ରଭୁ କରିବେ ଯେ ଆପଣ ଲୋକଙ୍କୁ ହଜାର ହଜାର ସୁସମାଚାର ଶୁଣାଉଛନ୍ତି, ତ ଲୋକଙ୍କୁ ଆଗରେ ମୁଁ ଏମିତି କାମ କରୁଛି ବୋଲି ଆପଣ ଯଦି କହୁଛନ୍ତି, ମୁଁ ଶବ୍ଦ ଲଗାଇକରି ଆପଣ ଯାହା କହୁଛନ୍ତି, ତ ମୁଁ ଶବ୍ଦର ପରମେଶ୍ୱର ନାଇକି ଆପଣଙ୍କୁ ନାଇକି ବଦଲା ବି ନେବେ ଯେ କେତେ ବଡ ବିଶ୍ୱାସ, କେତେ ବଡ ଇମାନଦାରୀ ବିଶ୍ୱାସ ଯେ ଏ କଣ କରିପାରିବ, ଆର ଲାଇଫରେ କିଛି ପ୍ରୋବ୍ଲେମ ଯାଉ, ଆର ଲାଇଫରେ କିଛି ଲେଟ୍ ହେଇଯିବ, ଏ ପ୍ରାର୍ଥନା ଉତ୍ତର ନାଇକି ଲେଟ୍ ରେ ପାଉ, ଆର ବିଶ୍ୱାସ ଟେଷ୍ଟ କରାହବ। ଏ କୋଉ ପର୍ଯ୍ୟନ୍ତ ବିଶ୍ୱାସ କରି ରହିବ, ଏ କେତେ ବର୍ଷ ଧୈର୍ଯ୍ୟ ଧରି ରହିପାରିବ,
से अनुसार प्रभु आपको टेस्ट करेंगे तापर जब परमेश्वर आपको चमत्कार करेंगे जहाँ फल ना कि आपणकर फेथ गोटे एमती आप गुली नहीं बंदूक नहीं बम ब्लास्ट कहले ना कि आप ना परमेश्वर को भरोसा करना कि दाऊद भाई आप मारी चले आप गलियत जो दाऊद मार्ची गलियत को जो दाऊद मार्ची 18 वर्ष पिला कौन कर मोर सहित किए साथ देवा दरकार ना मत कहार साथ आवश्यक ना कि यहोवा परमेश्वर साथ आवश्यक अच्छे आर सी मोर सहित मोर विश्वास अच्छी मोर द्वारा गलियत मार खाई मोर तार विश्वास थिला आर से मारी करी मते देखाई देला प्रूफ देखाई देला सी पूरा इजराइल दाऊद रो नागो जय जयकार करे और दाऊद को नहीं राजा दाऊद को सम्राट बनाई देले बुझले आज्ञा तेणु गोटे गोटे जिन विश्वास टेस्ट हम आप फेथ कर कर्म करेंगे आपड़ जब फेथ अच्छी आप जेल धरिक ना कि आप जेल ना कि प्रार्थना करे प्रभु को धन्यवाद देवे कि प्रभु तुम इच्छा गोटे मोर ऊपर थी प्रभु से मुझे तुमको धन्यवाद दूसरी और तुम जेल छुटकारा दिए परमेश्वर बोलिक आप प्रार्थना करेंगे लुकसान हो गला प्रभु धन्यवाद देवे प्रार्थना करें प्राय विश्वासी टी कौन प्रोब्लेम हो गले प्रभु मत कौन देले जे बोलबे नहीं कि सारे प्रभु मो लाइफ रे कौन करले भाई तो लाइफ रे कौन करले कि न कर नहीं परमेश्वर बड़े जाको बड़े खतरनाक तरीके शासन करे प्रभु ताको सेमती तार चार डबल परमेश्वर से प्रेम करबे किंतु आपन को कि मते भी चाहो परमेश्वर शासन करछुती तो प्रभु मते प्रेम करछुती प्रभु जदि मते मेहनत करछुती स्ट्रगल करछुती तो प्रभु मते 100% परमेश्वर मते प्रेम करछुती आगामी दिन मान को हम देखि पाबो से कर्म रो फल आगामी दिन मान को हम विश्वास रो फल लागि प्रभु देखाई दे किंतु आज लोक माने कोन करछुती टिके प्रॉब्लम है प्रभु को दोष देबे टिके प्रॉब्लम है पास्टर को दोष देबे टिके प्रॉब्लम है का को दोष देबे दोष दे दिया बसथिबे आइ का भलो भलो विश्वास मान आउटी उठेबा सिखि जाइछुती ईमानदारी विश्वास मान विरुद्ध कथबार्ता आप शिखी जाती कौन प्रभु से ब्लेस करबे टंका लुटी करी हानि करी टंका ये करी लोक मैंने बड़े अपर लेवल को जाऊँ आपण मैंने देखुवे आजिकल बड़ बड़ बिशप बड़ बड़ कोऑर्डिनेटर मान थे बड़ बड़ पोप मान थे केते ईमानदार सेवा कर कौन ईमानदारी सेवा तुम भीतर अच्छी जी ईमानदारी सेवा अच्छी बोली कहले तुम चर्च फाटी कर धुकुड़ी ही गले आगे जाओ डेभलपमेंट कर तुम विश्वास मान भांगी पड़े एपट सेपट दौड़ी बुलनी आज आप निज विश्वास मान केयर ही कर तुम भीतर परमेश्वर प्रति सेवा कौन अच्छी जदि सेवा प्रभु सेवा सेवा तुम जब करने चाहो प्रभु जहाँ दौरान तुम परमेश्वर सेवा यूज कर दियो जहाँ परमेश्वर दौरान तुम 10% रखो 90% परमेश्वर सेवा काम करो प्रभु ब्लेस करोगे इसका मतलब ये नहीं कि मोर पास बड़े बहुत धन अच्छी संपत्ति मैं बड़े ब्लेस्टेड लोक मैं बड़े आशीषित बान लोक से मोर पास बहुत पैसा अच्छी नो तो खाली पृथ्वी है सहर धन संचय कर जदि लोक मान भीतर जदि रही था तो लोक मैंने अपराध अन्याय कर सर ना बिल्कुल नहीं ईमानदार सेवा करते 1 लाख आसले 1 लाख आसला बोली कहते 2 लाख आसले 2 लाख आसला बोली कहते चर्च में 3 लाख खर्च करने 3 लाख खर्च होला बोली कहबे चर्च को 3 लाख खर्च कर 5 लाख खर्च होला बोली कहबे एटा झूठा लोक एटा मिथ्यावादी लोक ए माने फायदावादी लोक ए माने मुझे दुखित हो जाए गोटे विषय ए पास्टर मान भीतर कहीं मन रोचे सेटान कहीं मान धरती मीटिंग जब करेंगे आज्ञा मीटिंग चंदा प्रति लालच रहे चंदा प्रति आट्राक्शन रहे मीटिंग जब करेंगे या पैसा आदाय करेंगे से पैसा में खाईदे से पैसा पर्सनल अकाउंट रखिदे परमेश्वर किसी काम करबे को ये रे से माने हमें निजे प्रभु को लोक बोली कि स्वर उत्तोलन को तो मत आश्चर्य लागुଛି हैला मिछ तुम लिस्ट देव मिछ कहब मिछ बर सेमती करवा बोल सोशल काम करूनो कहीं हाँ से जोटा कर जन को कहली पर आज्ञा आमर काम कौन 0 to 0 मातार उदर थिला बेलू पोका हवा जाबा माने हम कोई कथा पोका हवा माने प्रचार को बापा प्रार्थना करि आसे बोली कहलाटू मशाणी रे धूली पकेवा पर्यंत आमर काम हाँ मशाणी रे मला बेलू धूली पकेवा पर्यंत आज्ञा प्रार्थना करू तापर आबे धूली पकेबू माटी पकेबू पर्यंत आमर काम आमे जदि ठकिबू आमे जदि मिछ कहबू आमे जदि करबू ताहले लोक माने कोन करबे एमती बोल मु डायरेक्टर सीधा कहली किए करछि ये करछि बोल कहली ये सेमती करछि जण को 3 मास दरमा देइना एमती करछि सेमती को सब देखेले लास्ट को कोन कले योजना कले नाइ से सुशांत पाट माजी को बाहर करके जिसाई मुंडा माजी को से एरिया रो दायित्व देलो बोल के तुम रेजुलेशन कर पठेले
तुमको मु थाइके देखो देबी बोली कहि आउ तोर मते अननेसेसरी गुटे समस्या करे सेंती आजि काले होची सेटा हैला सत्य नाथ मिछ को भात ଶୁଣନ୍ତୁ हैला ବାକ୍ୟ ଭିତରେ କଥା ହବ ଶୁଣନ୍ତୁ ଶୁଣନ୍ତୁ ବାକ୍ୟ 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 ଈଶ୍ୱରଙ୍କର ବାକ୍ୟ ଠିକ ଅଛି ଈଶ୍ୱରଙ୍କର ବାକ୍ୟ ମୁତାବିକ ଆମେ କଥା ହବା ଗୋଟେ ଗୋଟେ ପାଷ୍ଟର ଥିବ ଗୋଟେ मेन ऑफ गॉड थी मेन ऑफ सर्वेंट थी गोटे मेन ऑफ गॉड थी जो मेन ऑफ गॉड को परमेश्वर कथा होते जो मेन ऑफ गॉड को परमेश्वर ताकू बहुत किसी प्रभु कहते ईमानदार थी से भितर मेन ऑफ गॉड को परमेश्वर जहाँ करबे तो मेन ऑफ गॉड ताहा करबो जेते मेन ऑफ गॉड और आम जदि सामुएल विषय देखो सामुएल मेन ऑफ गॉड भविष्य वक्ता तो जेते सामुएल को परमेश्वर कौन करिसंती तो साउल को जेते अभिषिक्त करा पे कहले सम्राट बनाया पे परमेश्वर नाही अधिकारी करा पे सामुएल जेते कहउछंती सामुएल को जहाँ कहला पे नाही साउल पकड़ जाय कर नाही साउल को अभिषेक करे नाही साउल को नाही राजार पद जेते दिया जाउछि सामुएल साउल से जगह बसुछि बसी सरला पर नाही धीरे धीरे जेते नाही बड़ी बड़ी जाउछि ता भीतर गर्व अनुभव पळे आसला ता भीतर गोटे अलग प्रकार विराट सेटा सृष्टि कर देला परमेश्वर आवाज ना बुझी पारला ना ता भविष्य वक्त जो भविष्य वक्त अभिषेक करथिला तार आवाज को से बुझी पारला से कार आवाज को मते बुझी पारला नै निज स्व इच्छा रे काम करूची सामुएल जेते देखिले सेते सामुएल दुखित होई गले सामुएल कांदिले कांदी कांदी परमेश्वर चरण रे कहउछंती प्रभु तुमे ए साउल रो जगह रे साउल रो पद रे का को रखिछ प्रभु मते को मुई ताको जगह अभिषेक करी बोली को सामुएल कहला साउल जगह तुम क्या रखिच प्रभु मत कह प्रभु मत कह बहुत कांदला से कहला कहला नहीं कि सामुएल को बहुत दिन पर सामुएल को परमेश्वर कहले सामुएल तुम केते दिन केते वर्ष कांदी गोटे साउल पाइबे तुम कांद ना जाओ आम तुमको जहाँ पाखे पठेबा तुम ता पाखे जाओ गोटे घरे जाओ जार झीसी 6-7टा पुत्र अच्छा 10टा पुत्र अच्छा आम जहाँ को कहवा तुम्हें अभिषेक कर तो सामुएल घर को गला पुत्र मान से जगह थे समस्त को देखिले से जगह क्या परमेश्वर कहले कि एमान को अभिषेक कर बोली कहने कारण दाऊद गोटे व्यक्ति थिला निजर पितार मेषपाल चरौला जो जाई गोटे जंगल मेषपाल चरौची तो परमेश्वर कहले एठी छे नाही से आसीबो से जाईची जेतेबेले साधुपाल सॉरी दाऊद जेतेबेले फेरुची सेतेबेले दाऊद जेतेबेले देखिले आ सामुएल जाई गोटे कि दाऊद नाही कथा हेले कथा ही करी परमेश्वर तुमको बाचिसंती तुम राजा हबो तुम सम्राट हबो तुम बोली करी तुमको मते परमेश्वर मते कहिसंती भविष्य सामुएल तुम पाखरे मते परमेश्वर पठेसंती मु तुमको अभिषेक करबी तेल द्वारा बोली करी दाऊद को अभिषेक कराउची आ साउल जगह दाऊद को रखाउची तो आज्ञा देखो गोटे जिन मुझे गोटे विषय कही आपण मैंने केमती अभिषेक गोटे लोक गोटे संस्थार के बाहर कर पारे गोटे अंडर आप लोक के बाहर कर पारे गोटे कौ मध्यम देकर आप बाहर कर पारे पॉलिटिकल्स करी लालच देकर कौन गोटे पैसा देकर लोक चेहरा देकर लोकर मुवमेंट देकर गोटे लोक बाहर कर ना लोकर ना कि परमेश्वर थार ना कि भूल भटिका देखले ना कि गोटे लोक ना कि आज्ञा गोटे पदर बाहर कर आपन को केंती बाहर करा हबो संस्थारो आपन को केंती संस्थारो नाकी पप बिशप नाकी पप केंती हेबे आपन पास्टर नाकी केंती बिशप हेबे तार में जो रीजन अछि तार में जो सब शैली अछि किंतु आजकल कोन करछथि ए माने सब पॉलिटिशियन होय छथि मन समस्ते ए माने सब नाकी टेक्नोलॉजी की यूज करछथि ए माने नाकी निजर निजर गोटे अलग प्रकार ज्ञान को यूज करछथि लोकर मूवमेंट लोकर एजुकेशन लोकर पढ़ा लिखा दिकुर आजकल के डेट रे काम करछथि किंतु ईमानदारी व्यक्ति को नहीं काम कराउ आपन मर गोटे विषय कोंतु दाऊद गोटे राजा हेबार योग्यता के सर आपन मते गोटे विषय कोंतु दाऊद कोन राजा हेबार योग्यता के परमेश्वर जाको बाछिबे से तो तार बेटा ना मुख्य से एबे कोन किए जानितला पीतर जहन से मान गोटे प्रभु को सेवक कहि कि प्रचार करे मान से ज्ञानी है कि लोक मान छानिया हेबार थिला कि प्रभु जाको आशीर्वाद करबे कि अटके पारिबे ना मु थोरे मते जन डायरेक्टर कहले जे तुम नारे कन्नडा लिखुछ मु कहले तू कन्नडा लिखे ना लिखबार पारुछु बोले जीसु को पाको लिखे बोल कहले कन्नडा कोन करिदो मते कन्नडा किए कि मोर कन्नडा मोर किछि करबो ना तू पारुछु बोले डायरेक्ट जीसु को लिखे बोली कहली जेती आउ जीसु कि पिता परमेश्वर जहाँ कर करेंगे से कि माने किए खाली तांको पाए पैसा अच्छी बोले कि काको बाहर करेंगे काको रखिबे एति करेंगे आमे करूछु कि तेबे कोन भूखी पारुछंती केबे जो जिसाय 56 रो 211 कोन लेखा छी 11-12 जिसाय 56 रो 211-12 ताहार प्रहरी गण अंध से समस्ते ज्ञानी ज्ञानहीन से समस्ते गुंगा कुकुर से
ଭୋକି ପାରନ୍ତି ନାହିଁ। ସେମାନେ ସ୍ୱପ୍ନଦର୍ଶୀ ନିଦ୍ରାଳୁ ଢୋଳେଇବାକୁ ଭଲ ପାଆନ୍ତି। ଆହୁରି ସେଇ କୁକୁର ମାନେ ପେଟୁକୁ ସେମାନେ କେବଳ ସୁସ୍ଥ ହୁଅନ୍ତି। ଆଉ ଏମାନେ ବିବେଚନା ଶକ୍ତି ଶୂନ୍ୟ ପାଇବ। ସେ ସମସ୍ତେ ଚାରିଆଡକୁ ଆପଣ ଲାଭ ଶେଷରେ ଆପଣ ବାଟ ପେଢ ଆଡେ ଫେରି ଆସନ୍ତି। ହଁ 11 ସେ ଦେଖ ଏଠି କଣ ଲେଖା ଅଛି ବିବେଚନା ଶୂନ୍ୟ ପାଳକ ହେଲା 11 କଣ ଲେଖା ଅଛି ବିବେଚନା ଶୂନ୍ୟ ପାଳକ ମାନେ କଣ ପେଟୁକ ପ୍ରହରୀ କିଏ ଝିଝିକ 3:17-20 ଲେଖା ଅଛି ଆମେ ତୁମକୁ ପ୍ରହରୀ କରି ନିଯୁକ୍ତି କରିଅଛୁ। ଆମେ ଆରମ୍ଭ କରିଥିଲୁ କେଠି ପ୍ରହରୀରେ ଯେ ପ୍ରହରୀ ଯେମିତି ସକାଳ ପାଇଲା ପର୍ଯ୍ୟନ୍ତ ସେ କଣ କରିଥାଏ ଅପେକ୍ଷା କରିଥାଏ ମାନେ କେତେରେ ଆମେ ଦେଖିଲୁ ଗୀତ ସହିତ 130:6 ଆରମ୍ଭ କଲୁ ନାଇଁ କି ହେଲେ ଏ ପ୍ରହରୀ ଗଣ ଏମାନେ କଣ ପେଟୁକ ଅନ୍ଧ ଏମାନେ ଦେଖି ଜାଣୁନାହାନ୍ତି। ଏବେ ଯେମିତି ଆମର ପଦବୀ ଥିଲା ବେଳକୁ ନବୀନ ପଟ୍ଟନାୟକ ଦେଖୁନଥିଲେ ମଦ ପିଇକି ଥିଲେ ସବୁ ଥିଲେ ଏବେ ପଦବୀ ଚାଲିଗଲାଠୁ ତାର ହାତ ଗୋଡ ହଲୁ ନାହିଁ କିଛି ନା କିଛି ସବୁ ଚେଙ୍ଗା ହେଇଗଲା 24 ବର୍ଷ ପର୍ଯ୍ୟନ୍ତ ଶୋଇଲା ଏମିତି ସେମାନେ ଟଙ୍କା ଅଛି ବୋଲି ନେତା ଯାକ ଲିଡର ଯାକ ପାଷ୍ଟର ଯାକ କିଏ ଅଛନ୍ତି ଏମାନେ ଶୋଇଛନ୍ତି ହେଲା ବୁଝିପାରୁଛୁ କିଛି ମୋ କହିବାଟା ହଁ ଏଥିପାଇଁ ସେ ଦିଶା ଭବିଷ୍ୟତ ବକ୍ତା କହୁଛନ୍ତି ପରା ଏ ପ୍ରହରୀ କିଏ ଝିଝି କଲ 33:6 ଲେଖା ହେଇଛି ଚେତନା ଦେବା ଲୋକ ଝିଝି କଲର ମାନେ 3 ଅଧ୍ୟାୟ ଯଦି ପଢିବୁ 3:17 ପଦରୁ 20 ପଦ ପର୍ଯ୍ୟନ୍ତ ଲେଖା ହେଇଛି କଣ ଲେଖା ହେଇଛି ଦେଖେ ତ ଆମ୍ଭେ ତୁମକୁ ପ୍ରହରୀ କରି ନିଯୁକ୍ତି କରିଛୁ ମାନେ ସେମାନେ ପ୍ରହରୀ ଜଗିବା ଲୋକ ଆତ୍ମା ମାନଙ୍କୁ ଜଗିବା ଲୋକ ଆତ୍ମାକୁ ସଚେତନ କରିବା ଲୋକ। ଏବେ ଯଦି ନେତା ମାନେ ବଡି ଗାର୍ଡ କହୁଛନ୍ତି ବଡି ମାନେ ଶରୀର ଜଗିବା ଲୋକ ମାନେ କିଏ ପ୍ରଧାନମନ୍ତ୍ରୀ ମାନଙ୍କର କାହାର ଜଗିବା ଅଛନ୍ତି ସେମିତି ସେ ପାଷ୍ଟର ମାନେ ପାଳକ ମାନେ ମିଶିନେରୀ ମାନେ ଇଏ ଡାଇରେକ୍ଟର ମାନେ ହଉଛନ୍ତି ଆମର ବଡି ଗାର୍ଡ ସେମାନେ। ଶୁଣନ୍ତୁ ହ୍ୟାଲୋ ହଁ କଣ ଆଉ କଣ କହିବି ମାନେ ଜି କଲ 3 ଦେଖିଲୁ ଆଉ ପରେ ଦେଖିବି ଟିକେ ଦେଖିଦେ ନ ସରେ 3:17 ଗୋଟେ ଦେଖେ ତାପରେ 33:6 ଗୋଟେ ଟିକେ ଦେଖେ ତାପରେ ସରେଇଦେବା 3:17 ଗୋଟେ ଦେଖେ 33:6 ଗୋଟେ ଦେଖେ ତାପରେ ବନ୍ଦ କରିବା। ବିଷୟରେ କିଛି ନ କୁହ ତେବେ ସେହି ଦୁଷ୍ଟ ଲୋକ ଆପଣ ଅଧର୍ମରେ ମରିବ ମାତ୍ର ଆମ୍ଭେ ତୁମ ହସ୍ତରୁ ତାହାର ରକ୍ତର ପ୍ରତିଶୋଧ ନେବା। ତଥାପି ତୁମ୍ଭେ ଯଦି ଦୁଷ୍ଟ ଚେତନ ଦିଅ ଆଉ ସେ ଆପଣା ଦୁଷ୍ଟତାରୁ ଓ ଆପଣା କୁପଥରକୁ ନ ଫେରେ ସେ ନିଜ ଅଧର୍ମରେ ମରିବ ମାତ୍ର ତୁମ୍ଭେ ଆପଣା ପ୍ରାଣ ରକ୍ଷା କରିବ। ଜି କଲ 33:6-7 ମାତ୍ର ସେ ପ୍ରହରୀ ଯଦି ଖଡଗ ଆସିବାର ଦେଖି ତୁରୀ ନ ବଜାଏ ପୁଣି ଲୋକମାନେ ଚେତନା ନ ହୁଅନ୍ତି ଆଉ ଖଡଗ ଆସି ସେମାନଙ୍କର ମଧ୍ୟରୁ କୌଣସି ଲୋକଙ୍କୁ ସଂହାର କରେ ତେବେ ସେ ନିଜ ଅଧର୍ମରେ ସଂହାରିତ ହେଲା। ଏଠି ଦେଖିଲୁ ପ୍ରହରୀ ମାନେ ସଚେତନ କରିବେ ଏବେ ତମେ ସଚେତନ କରୁଛ ଯେ ଆଜ୍ଞା ଏମିତି ଏମିତି ଆମର ଦେଶରେ ଏମିତି ଏମିତି ଏବେ ହେବାକୁ ଯାଉଛି ଆଉ କଣ କହିବେ ତୁ ବ୍ୟତିବ୍ୟସ୍ତ ହଉଛୁ ଏଇଟା କିଏ କହିବା କଥା ଏମାନେ ଲିଡର ମାନେ ସେ ଅଛନ୍ତି କୋଟେ ପ୍ରାର୍ଥନା କରିବା ଏମିତି କରିବା ଯେତେବେଳେ ମାନେ ମାନେ ଇଏ ଜେଲ ଯାଇଛନ୍ତି ସେତେବେଳକୁ ପିତର ଜେଲ ଯାଇଛନ୍ତି ମଣ୍ଡଳୀର ବିଶ୍ୱାସ ମାନେ ପ୍ରାର୍ଥନା କରୁଥିଲେ ସେ ପ୍ରାର୍ଥନା ଯାଇକି ଈଶ୍ୱର ନିକଟରେ ପହଞ୍ଚିଲା ଏ ପିତରକୁ ସବୁ ମାନେ ଜେଲରୁ ବାହାର କଲେ ମାନେ ପ୍ରେରିତ ପୁସ୍ତକ 12 ଅଧ୍ୟାୟରେ ଲେଖା ହେଇଛି ସେ ଜେଲରୁ ଆସିଲେ କିନ୍ତୁ ଏତେ ମାନେ କେତେ ବ୍ୟସ୍ତ ହଉଛନ୍ତି ଆମ ଓଡିଶାରେ ଏମିତି ନଷ୍ଟ ହେବାକୁ ଯାଉଛି ଓଡିଶାରେ ଏମିତି ଦଙ୍ଗା ଆରମ୍ଭ ହେବାକୁ ଯାଉଛି ଆମେ ମାନେ କେମିତି ପ୍ରାର୍ଥନା କରିବା ଯାହାରି ପଡେ ଯିଏ ଯୋଉଠି ଅଛୁ କାହିଁ ନେଟରେ ଗୋଟେ କିଏ ସୋସିଆଲ ମିଡିଆରେ କି କୋଉଠି ଗୋଟେ ସେମାନେ ଚିନ୍ତା କରୁଛନ୍ତି କିଏ ଗୋଟେ କହୁଛି ପଦଟେ କିଏ କଣ ଗୋଟେ ୟୁଟ୍ୟୁବ ଗୋଟେ କରି ଛାଡୁଛି କିଏ କଣ କରୁଛି ମୁହଁ ହେଲେ ଦେଖୁଛନ୍ତି ମାନେ ଏବେ ତମେ ଖାଲି ବିଶ୍ୱାସୀ କେତେ ଚିନ୍ତା କଲ ଆଜ୍ଞା କେମିତି କରିବା ଆମର ଓଡିଶାକୁ ଏମିତି ଏବେ ଆସୁଛି ସମସ୍ୟା କଣ କରାହେବ ତମେ ଚିନ୍ତା କରୁଛ ସେମାନେ କିଏ ଚିନ୍ତା କରୁଛି
ନା ଆମର ଏଟା ମାନେ ଆଡା ମାନେ ମେଢକୁ କିଏ ଭାଙ୍ଗିବ? ଆମର ଭାଙ୍ଗିବା ଲୋକ କିଏ ଅଛି? ଆମେ ତ ଭଲରେ ଅଛୁ, କିନ୍ତୁ କେମିତିକା ପ୍ରଧାନମନ୍ତ୍ରୀର ଘର ଭାଙ୍ଗିକି ଏବେ ମାନେ ଭାଙ୍ଗି ଧୂଳି ସାତ କରିକି ସେ ତାର ଜ୍ୟାକେଟ ଯାକ ଡ୍ରେସ ଯାକ ଜିନିଷ ପତ୍ରକୁ ସବୁ ଭୁଇକି ନେଲାଟା ବି ସେମାନେ ଚେତା ନାହିଁ ହେଲା। ତାକୁ ବି ଆମେ ପ୍ରାର୍ଥନା କରିବା ଏଇଟା ବି ଓଡିଶାକୁ ଆସିବ। ଏଇ ମାନେ ମାନେ ସେଠି ମାନେ ତାଙ୍କର ହିନ୍ଦୁ ଲୋକମାନଙ୍କ ମେଜରିଟି କମ ଥିଲା ବୋଲିକି ଏମିତି କଲେ, କିନ୍ତୁ ଆମର ତ ଏଠି ବି ମେଜରିଟି କମ ଅଛି। ଆମେ କଣ କରିବା, କେମିତି ପ୍ରାର୍ଥନା କରିବା ସେଇଟା ଆମର ଚିନ୍ତା ନାହିଁ। ଆମେ ତ ବଡ ବଡ ବଟାଳିକା ଭିତରେ ଅଛୁ, ଆମକୁ ତ କିଏ କଣ କରିବେ ବୋଲି ସେମିତି ଅଛନ୍ତି, ଭାବିକି ଅଛନ୍ତି। କିନ୍ତୁ ସାଧାରଣ ବିଶ୍ୱାସ ତମେ ଚିନ୍ତା କରୁଛୁ କଣ କରିବା ଆଜ୍ଞା? ଓଡିଶାକୁ ଏମିତି ବିପଦ ଆଗକୁ ଆସିବାକୁ ଯାଉଛି, ସେଥିପାଇଁ ଆମେ କେମିତି ପ୍ରସ୍ତୁତ ହେବା, କଣ କଲେ ହେବ ତମେ ଚିନ୍ତା କରୁଛ ଜଣେ ବିଶ୍ୱାସ ହେଇକି। କିନ୍ତୁ ଏ ପ୍ରହରୀ ଚିନ୍ତା କରୁଛି କି, ଚେତନା ଦେଉଛି କି? ଏ ପ୍ରହରୀ ତାର କାମ କଣ? ସଚେତନ କରିବା, କହିବା ଯେ ଜାଗ୍ରତ କରିବା। ନାଇଁ ଏବେ ଶେଷ ଦିନରେ ଆମେ ଅଛୁ, ଆଉ ଏବେ ବାକ୍ୟର ଦୁର୍ଭିକ୍ଷ ହେବ, ଆଉ ସେଟା ଯେତେବେଳେ ଆମ ପୁସ୍ତକ ଲେଖା ହେଇଛି ବାକ୍ୟର ଦୁର୍ଭିକ୍ଷ ହେବ ବୋଲିକି ଏଇ ସମୟ ପାଖାପାଖି ପହଞ୍ଚିଲାଣି, ଯୀଶୁଙ୍କର ଆଗମନ ସମୟ ହେଲାଣି, ଏଇଟା ହେଲାଣି। ସେଥିପାଇଁ ଆମର କର୍ତ୍ତବ୍ୟ ହେଉଛି କେବଳ ପ୍ରାର୍ଥନା କରିବା। ସେଟା ଯୀଶୁ କହିଲେ ତମେ ସେ ଶୀତ ଦିନରେ ନ ହୁଏ କିବଳ, ସେଥିପାଇଁ ତମେ ପ୍ରାର୍ଥନା କର ବୋଲି ଯୀଶୁ କହି ଯାଇଛନ୍ତି। କିନ୍ତୁ ଏମାନଙ୍କୁ ଚେତା ପଶିନା। ଏବେ ନବୀନ ପଟ୍ଟନାୟକ ଯେମିତି ଶୋଇକି ତାର ହାତ ଗୋଡ ଥରୁଥିଲା, ସେମିତି ଥରିବା ବ୍ୟସ୍ତରେ ଅଛନ୍ତି ମାନେ ହେଲା, ଗୁଙ୍ଗା ହେଇକି ଅଛନ୍ତି। ସେଟା ଦିଶା ଭାବବାଦୀ କହୁଛନ୍ତି, ମୁଁ କହୁନାହିଁ। ଦିଶା 56 ଆମେ ଦେଖିଲୁ 10/11 ଯେମାନେ ତାଙ୍କେ ପାଳକ ମାନେ ଏମିତି ମାନେ ଚେତା ଶୂନ୍ୟ ହେଇକି ଅଛନ୍ତି। ସେ କିଛି ନା ଆମକୁ କିଏ କଣ କରିବ? କୋଟି ଟଙ୍କାରେ ତ କିଣି ପକେଇଛୁ, ପ୍ଲାଟ ଯାକରେ ତ ଅଛୁ। ଯେତେବେଳେ ଯେତେବେଳେ ଓଡିଶା କନ୍ଧମାଳ 2008 ଦଙ୍ଗା ହେଲା, ଯାଇକି ସେମାନେ ଅନ୍ୟ ଷ୍ଟେଟ କୁ ପଳେଇଲେ। ନାଇଁ ଯୀଶୁ କହିଛନ୍ତି ତମଠାରେ ଯଦି ମାନେ କଣ ଇଏ ହେବ ବୋଲି କହିଲେ ତମେ ଅନ୍ୟ ରାଜ୍ୟକୁ ଯାଅ ବୋଲି ସେମାନେ ତାଙ୍କ ବଞ୍ଚିଲେ। କିନ୍ତୁ ଆମ ନିରୀହ ଲୋକମାନେ 79 ଲୋକ ଏକ୍ସପାୟାର୍ଡ କଲେ, ଯାହାରି ପରେ ତାଙ୍କ ରକ୍ତ ଦ୍ଵାରା ଏବେ ଆଉ ଯୋଉଟା ପୁରୀ ରେଷ୍ଟୋରେସନ ହେଲା, ଆଉ ଅନେକ ଲୋକମାନେ ପ୍ରଭୁଙ୍କୁ ପ୍ରଶଂସା କରୁଛନ୍ତି, ଭଲରେ ଅଛନ୍ତି। କିନ୍ତୁ ଏ ପାଳକ ମାନେ ଯୋଉମାନେ ତାଙ୍କ ରାସ୍ତା ଥିଲେ, ତାଙ୍କୁ ଯୋଉମାନେ ପଂସର କରୁଥିଲେ, ତାଙ୍କ ଗୋଡ ତଳେ ସିଆଡେ କୁଆଡେ କୁଆଡେ ଯାଇକି ଲୁଚିକି ରହିଲେ। ବାକ୍ୟ ଲେଖା ହେଇଛି ତମେ ଏଇଠି ଯଦି ତାଡ ନେଲେ ସିଆଡେ ଯାଅ ବୋଲି ଲେଖା ହେଇଛି ବୋଲି ସେମାନେ ଯାଇଲେ। ଏଇଟା ହଉଛି ସୁବିଧାବାଦୀ ଯାକ ହେଲା। ସେଥିପାଇଁ ଆମେ ଶେଷ ଦିନରେ ଅଛୁ, ନିଜେ ପ୍ରାର୍ଥନା କରିକି ନିଜେ ପ୍ରଭୁଙ୍କ ନିକଟରେ, ପ୍ରଭୁ ସେଦିନ ଜଣକର ପ୍ରାର୍ଥନା ଶୁଣିଲେ 3 ବର୍ଷ 6 ମାସ ବର୍ଷା ବନ୍ଦ କରିଦେଲେ ଏଲିଶାର, ହଁ କି ନାଇଁ? ସେଥିପାଇଁ ଆମେ ବି ସୁଖ ଦୁଃଖ ଲୋକ, ଆମେ ବି ପ୍ରାର୍ଥନା କଲେ ହେବ। ସେଥିପାଇଁ ବ୍ୟତିବ୍ୟସ୍ତ ହେବା ପରିବର୍ତ୍ତେ ତାଙ୍କ ପ୍ରଭୁଙ୍କ ନିକଟରେ ଡେଲି ପ୍ରାର୍ଥନା ସ୍ମରଣ କର। ଯୋଉଟା ବିପଦ ଆସୁଛି କିଛି ପାକତଡା ବି ହେବ ନାହିଁ। ଆମେ ଭାବିକି କଳ୍ପନା କରିକି ଚିନ୍ତା କଲେ କିଛି ହେବ ନାହିଁ। ସମସ୍ତ ଚିନ୍ତାର ଭାର ମୋ ନିକଟରେ ପକା ବୋଲି କହିଛନ୍ତି। ସେଥିପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ହଉଛି ଆମର କର୍ତ୍ତବ୍ୟ। ଏଇଟା ହଉଛି ମୋର କହିବାର ବା ମୁଁ ଯାହା ଏଇ ଯେତିକି ପ୍ରାୟ ସେଥି ମଧ୍ୟରୁ ଏଇଟା ହଉଛି ସାର ମର୍ମଟା ମୋର ବୁଝିବାର। ସେଥିପାଇଁ ଆଉ କିଛି କହିବାର ଅଛି କୁହ, ତାପରେ ଆମେ ସମାପ୍ତ କରିବା। ଗୋଟେ କାମ କରନ୍ତୁ ଆଜ୍ଞା। ଆଜ୍ଞା, କେବେଠୁ ଏଇଟା ଦଙ୍ଗା ଷ୍ଟାର୍ଟ ହବ? କହିପାରିବିନି ମୁଁ। ହେଲେ ଏଇ ଆଲୋଚନା ବିଷୟରେ କଣ ମାନେ ଏମିତି ସୋସିଆଲ ମିଡିଆରେ ଆସୁଛି? ସେଇଟା ତ ଆଜି ଯାଇକି ଦେଉଥିଲେ, ଇଏ ତ ମାନେ ମୋହନ ସରକାରକୁ ଦେଇଛନ୍ତି। ସେମାନେ ଦଙ୍ଗା ତ ନୁହେଁ, ନେହୁରା କରିଛନ୍ତି ଯେ ଆମର ସେ ବାଂଲାଦେଶର ହିନ୍ଦୁ ମାନଙ୍କୁ ତାଡନା ପାଇଁ ବୋଲି ସେମାନେ ଝାଣ୍ଡା ପାଣ୍ଡା ଇଏ କରୁଛନ୍ତି। ତାପରେ ତ ବାଂଲାଦେଶିଆ ଯଦି ବେପାରୀ ମାନଙ୍କୁ ତ ମରାମରି ଚାଲିଲାଣି। ମାରୁ ମାରୁ କୋଉ ଜାଗା ବାଂଲାଦେଶର ଲୋକ ଓଡିଶାରେ କେମିତି ପ୍ରବେଶ କରୁଛନ୍ତି? ଆଜ୍ଞା, ବାଂଲାଦେଶର ଲୋକମାନେ ଓଡିଶାରେ କେମିତି ପ୍ରବେଶ କରୁଛନ୍ତି? ସେମାନେ ବେପାର କରୁଛନ୍ତି, ସେଠୁ ଆସିକି ବିଜନେସ କରୁଛନ୍ତି। କେତେ ଲୋକ ମାରିଲେ, ଆଜି ଜଣକୁ ମାରିଛନ୍ତି। ତାପରେ ଏମିତି ପିଟା ପିଟି ଚାଲିଛି। କନ୍ଧମାଳରେ ବି ପିଟିଛନ୍ତି 2-4 ଜଣକୁ, ଏମିତି କରିକି ପିଟା ପିଟି ଚାଲିଛି। ସେମାନେ ଆଗରୁ ବାଂଲାଦେଶୀ ଯାକ ଅନୁପ୍ରବେଶ କରିକି ଆସିଲା ବେଳକୁ ମାନେ ବୋଧେ ଆମର ବାଂଲାଦେଶକୁ ଭାରତକୁ ତାଙ୍କର କଣ ଭିସା ପାସପୋର୍ଟ ନାହିଁ ନା କଣ? ଇସ୍ରାଏଲରେ ଦଙ୍ଗା ଚାଲିଛି। ଇସ୍ରାଏଲରେ ବୋଲେ ଯୁଦ୍ଧ ଚାଲିଛି। ପ୍ରାୟ ଜାଗାର ନାଇଁ ଏମିତି ଯୁଦ୍ଧ ବର୍ତ୍ତମାନ 2024 ମସିହାରେ ବେଶୀ ଯୁଦ୍ଧ ଚାଲିଛି। 2024ରେ ଆରମ୍ଭରୁ ଷ୍ଟାର୍ଟ ହେଇଛି। ଏଟା ଜାନୁଆରୀ ମାସରୁ ଆରମ୍ଭ ହେଇଛି। କୋଉଠି ନହେଲେ କୋଉଠି ଗୋଟେ ମାନେ ଫାଇଟିଂ ଚାଲିଛି, ବନ୍ଦ ହେଉନାହିଁ। ଏବେ ଦେଖୁନି ସେ ପ୍ରଧାନମନ୍ତ୍ରୀ ସବୁ ଘର ଦ୍ୱାର ସବୁ ଭାଙ୍ଗି ଦେଇକି ତୋଡ଼ି ଦେଲେଣି। ସେ ବାଂଲାଦେଶର ଭାରତ ଆସି ଲୁଚିଛି ନା ସେ। ହେଲେ ବାଂଲାଦେଶ ଏମାନେ ବାଂଲାଦେଶର ଲୋକମାନେ କି ହିନ୍ଦୁ ଲୋକ ନା କଣ ମୁସଲିମ ମାନେ?
ସେ ମୁସଲିମ ର ପ୍ରଧାନମନ୍ତ୍ରୀ କିନ୍ତୁ ମାନେ ହିନ୍ଦୁ ମାନଙ୍କୁ ସମର୍ଥନ ଦେଇକି ସବୁ ଲୋକ ଠିକ ଠାକ ସବୁ ରଖିଥିଲା କିନ୍ତୁ ଯେଟା କୋଟା ବିଷୟ ନେଇକି କଣ ଗୋଟେ ରାଲି ଫାଲି କଲେ ତ ତାପରେ ତ ସେମିତି କି ସେ ଯୋଉମାନେ ଯୋଉ ଇଏ ସିପାହୀ ମାନେ ଜଗିବା ପାଇଁ ଯୋଉମାନଙ୍କୁ ରଖିଥିଲା ସିଆରପିଏଫ ମାନଙ୍କୁ ସେମାନେ ହଉଛନ୍ତି ଦଙ୍ଗାକାରୀ ମାନଙ୍କ ସପୋର୍ଟକାରୀ ସେମାନେ ଆକୁ କହିଲେ ତୁ ଯଦି ରିଜେନ ଦେଇଦେ ନହେଲେ ତୋର ଅସୁବିଧାର ସମ୍ମୁଖୀନ ହେବାର ଆମେ ଯାହା ନ୍ୟୁଜ ପାଉଛୁ ବୋଲିକି ଯେତେବେଳେ କହିଲେ ସେ ଠିକ ଅଛି ବୋଲିକି ମାନେ ଭାରତକୁ ପଳେଇ ଆଇଲା ରିଜେନ ଦେଲା ବୋଲି କୁହା ହଉଛି କିନ୍ତୁ ତାର ପୁଅ ଆଜି କହୁଛି ଯେ ସେ ରିଜେନ ଦେଇନାହିଁ ବୋଲିକି କିନ୍ତୁ ସେ ରିଜେନ ଦେଲା ବୋଲି କହିବାରୁ ସେମାନେ ତାର ଘର ବି ଜଗି ଦେଇନାହାନ୍ତି ଘର ସବୁ ସେ ପ୍ରଧାନମନ୍ତ୍ରୀର ଘର ଦ୍ୱାର ଭାଙ୍ଗା ଭାଙ୍ଗି କରି ଚେୟାର ଟେବୁଲ ଯେତିକି ଯାହା ସାମାନ ଥିଲା ସବୁ ନେଇକି ତାର ସେ ପ୍ରଧାନମନ୍ତ୍ରୀ ଯିଏ ଥିଲା ମାର ତାର ବି ପୁରା ବ୍ଲାଉଜ ଫ୍ଲାଉଜ ଲୋକ ପିନ୍ଧିକି ସବୁ ଦୁନିଆ ସବୁ ତାଙ୍କର ଖୋଳ କରିଦେଲେ ସବୁ ତାପରେ ଯାଇକି ଯେତିକି ମନ୍ଦିର ଯାକ ଥିଲା ସବୁ ମନ୍ଦିର ଯାକ ସବୁ ପୁଡେଇଲେ ସବୁ ଆଉ ବାଂଲାଦେଶରେ ଯେତିକି ମନ୍ଦିର ଥିଲା ସବୁ ପୁଡା ହେଇଛି ପୁଡିବା ପ୍ରାୟ ଜାଗାରେ ଯେତେବେଳେ ପୁଡା ହେଲା ଯେ ତାପରେ ଏବେ ସେଇଟା ପ୍ରଭାବ ଓଡିଶାରେ ପଡିଛି ଆଉ ସେ ବାଂଲାଦେଶୀ ମାନେ ଏଠି ଆସିକି ଅଛନ୍ତି ଆମ ହିନ୍ଦୁ ରାଜ୍ୟରେ ତାଙ୍କ ରାଜ୍ୟରେ ଥିଲା ଲୋକମାନଙ୍କୁ ଆମର ଲୋକମାନଙ୍କୁ ଏମିତି କଲେ ହିନ୍ଦୁ ଲୋକମାନଙ୍କୁ ବୋଲିକି ଏବେ ଓଡିଶାରେ ଆରମ୍ଭ କରିଛନ୍ତି ମରାମରି ଆଉ ବାଂଲାଦେଶୀ ଲୋକ ଏଠି ରହିପାରିବେନି ବାଂଲା ଯିବ ଯାଅ ବୋଲିକି ଏଠି କରୁଛନ୍ତି ଆମ ହିନ୍ଦୁ ଲୋକମାନଙ୍କୁ ମାରି ଦେଉଛନ୍ତି ସେଠି ବୋଲିକି ଏବେ ପିଟା ପିଟା ଆରମ୍ଭ ହେଇଯାଇଛି ଆଉ ଦେଖିନ କି ନ୍ୟୁଜ ଦେଖିନ ହଁ ଦେଖିଲି ଟିକେ ଟିକେ ଦେଖୁଛି ଯେ ହଉ ପ୍ରଭୁ ସବୁ ଏରିଆକୁ ଶାନ୍ତ କରନ୍ତୁ କିମ୍ବା ନହେଲେ ତାର ଆଗମନ ସମୟ ହେଲାଣି ସେ ଆଗମନ କରନ୍ତୁ ସେ ଦିଟା ଭିତରେ ଗୋଟେ କୋଟା ହେଲେ ହଉ ବୋଲି ପ୍ରାର୍ଥନା କରେ ଆଉ ହଁ ମୁଁ କିଛି କହିପାରିବିନି ସାର୍ ପରମେଶ୍ୱରଙ୍କର ଇଚ୍ଛା ପୁରା ହଉଛି ଆମେ କଣ କରିବା ସେଇଟା ପରା ଶେଷ ଦିନରେ ଖାଲି ପ୍ରାର୍ଥନା ଦେଖନ୍ତୁ ଆକ୍ଚୁଆଲି ଦେଖନ୍ତୁ ଆମର ଦ୍ୱାରା ଯଦି ପରମେଶ୍ୱର ଯୋଜନା କରିଛନ୍ତି ବୋଲି କହିଲେ ଏ ଜଗତରେ ଆମେ କିଛି ବର୍ଷ ପୁଣି ରହିବୁ ଆମେ ଯାହାକୁ ଯୋଜନା କରିଛନ୍ତି ସେମାନେ ରହିବେ ସାର୍ ବାକି ସବୁକୁ ନିଆଯିବ ମାରପିଟ ମାଧ୍ୟମରେ ହଉ ଆକ୍ସିଡେଣ୍ଟ ମାଧ୍ୟମରେ ଯେକୌଣସି ତାରିଖ ମାଧ୍ୟମରେ ନିଆଯିବ ଏଠି କିଛି କମ୍ପ୍ରମାଇଜ ନାହିଁ କିଛି ହଁ ମୋର ପିଲାକୁ ଏମିତି ହେଇଗଲା କି ମୋର ଟକିକୁ ଏମିତି ହେଇଗଲା ବୋଲି କହିଲେ କିଛି ଫାଇଦା ହେବ ନାହିଁ ହଁ ସେଟା ହେବ ହିଁ ହେବ ତାକୁ କିଛି କହିପାରିବାନି ଏଇଟା ପରମେଶ୍ୱରଙ୍କ ଇଚ୍ଛା ପୁରା ହେବାଟା ଦେଖୁଛନ୍ତି ଆପଣ ଯାହା ମାନେ କହିବା କଥା ପ୍ରଭୁ ଯାହା କହିଦେଇଛନ୍ତି ସେ ଅନୁସାରେ ଲୋକ ଖାଲି ବିଶ୍ୱାସ କରବାର ଅଛି ଯଦି ଚୀନକୁ ଦେଖିକରି ଯଦି ବିଶ୍ୱାସ କରବେ ବୋଲି ନାହିଁ ଆଉ କିଛି କରିହବ ନାହିଁ ଲିଷ୍ଟ ଥିବା ଲୋକ ଯିବେ ହଉ କେତେ କଣ କଲେ ହେଲେ ଯିବେ ତ ଯିବେ ତାର ଲିଷ୍ଟ ତ ଅଛି ସେମାନଙ୍କ ଜାଗା ସିଆଡେ ତିଆରି ହେଲା ନା ହଉ ଠିକ ଅଛି ଯଥେଷ୍ଟ ପ୍ରଭୁଙ୍କର ବାକ୍ୟ ମାଧ୍ୟମରେ ସଚେତନ କଲ ସେଥିପାଇଁ ପ୍ରଭୁ ଆପଣଙ୍କୁ ମତେ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ ରହିଲେ